ଆଜ୍ଞା ମ୍ୟାମ୍। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। କମ୍ପ୍ଲିଟ ଦେଖା ଯାଉଛି ସମସ୍ତଙ୍କୁ? ସ୍କ୍ରିନ୍ ସେୟାର ହେଇଛି ଦେଖା ଯାଉଛି? ଆଜ୍ଞା ମ୍ୟାମ୍। ଆଜ୍ଞା ମ୍ୟାମ୍। ଠିକ ଅଛି, ଆଜ୍ଞା ମ୍ୟାମ୍। ଧନ୍ୟବାଦ। କାଲି ଆମେ ମାନେ ପଢିଥିଲେ ତମ ମାନଙ୍କର ପ୍ରଥମ ଏକକ ଓଡିଶାର ସଂସ୍କୃତି ଉପରେ ପଢିଥିଲେ। କଣ ନା ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ। କାଲି ଅଟୋମେଟିକାଲି ଆମ ମାନଙ୍କର ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ କମ୍ପ୍ଲିଟ ହେଇଯାଇଛି। ଆଜି ଆମେ ପଢିବା କଣ ନା ସଂସ୍କୃତିର ଅଧ୍ୟୟନର ସ୍ୱରୂପ ଓ ପରିସର। କଣ ପଢିବା? ସଂସ୍କୃତିର ଅଧ୍ୟୟନର ସ୍ୱରୂପ ଓ ପରିସର। କାଲି ସଂସ୍କୃତି କଣ, ସଂସ୍କୃତିର ସଂଜ୍ଞା, ସଂସ୍କୃତି ଆମେ କାହିଁକି ପଢିବା, ତାର ଆବଶ୍ୟକତା କଣ ଅଛି, ଓଡିଶାରେ ସଂସ୍କୃତି କଣ ଅଛି, ତା ସଂସ୍କୃତି ସହିତ ସାହିତ୍ୟର ସମ୍ବନ୍ଧ କଣ ରହିଛି, ସବୁ କିଛି ଡିଟେଲ୍ସ ଭାବରେ ମୁଁ ବର୍ଣ୍ଣନା କରିଥିଲି। ତ ତେଣୁକରି ତମେ ମାନେ କଣ କରିବ, ତମେ ମାନେ ପୂର୍ବର କ୍ଲାସଟିକୁ ଦୟାକରି ସମସ୍ତେ ଦେଖିବ ହେଲା, ଯୋଉଥିପାଇଁ କି ବୁଝିପାରିବ ସଂସ୍କୃତିର ସଂଜ୍ଞା ଆଉ ଗୋଟେ ହଉଛି କଣ ସାହିତ୍ୟ। ବୁଝିପାରିଲ? ଆଜି ପଢିବା ଦ୍ଵିତୀୟ ଏକକ ସଂସ୍କୃତି ଅଧ୍ୟୟନର ସ୍ୱରୂପ ଓ ପରିସର। ଦେଖିବା କଣ କହୁଛି। ପଠନର ଉଦ୍ଦେଶ୍ୟରେ ସେ ଲେଖୁଛି ସାମ୍ପ୍ରତିକ ପରିସ୍ଥିତିରେ ସଂସ୍କୃତିର ଅଧ୍ୟୟନ ଏକ ସୁସ୍ଥ ସମାଜ ଗଢିବାରେ ସହାୟକ ହୋଇଥାଏ। କହିଲା ସାମ୍ପ୍ରତିକ ପରିସ୍ଥିତି ହଉ ପରିବେଶ ହଉ ସବୁ କ୍ଷେତ୍ରରେ ଯଦି ଆମେ ସଂସ୍କୃତିକୁ ଅଧ୍ୟୟନ କରୁଛନ୍ତି, ସଂସ୍କୃତିକୁ ଆମେ ମାନେ ପଢୁଛନ୍ତି, ସେ କଣ କରିବ ନା ଏକ ସୁସ୍ଥ ସମାଜ ଗଢିବାରେ ସହାୟକ ହେବ। ତାପରେ କହୁଛି ପ୍ରତ୍ୟେକ ସମାଜର ଆଧାର ତାର ସଂସ୍କୃତି ଉପରେ ପର୍ଯ୍ୟବେସିତ। ସୁତରାଂ ସଂସ୍କୃତି ଅଧ୍ୟୟନ ପ୍ରତ୍ୟେକ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ। ମୁଁ ପ୍ରଥମେ ପଢି ଦଉଛି, ତାପରେ ଡିଟେଲ୍ସ ଟା ମୁଁ ବୁଝେଇବି। ଏହା ଦ୍ଵାରା ସମାଜର ବିଭିନ୍ନ ସମସ୍ୟା ମୂଳକ ଦିଗ ଏବଂ ତାର ସମାଧାନ ସହଜ ହୋଇଥାଏ। ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ମାନଙ୍କୁ ସଂସ୍କୃତିର ସ୍ୱରୂପ ଏବଂ ପରିସର ସମ୍ପର୍କରେ ଜ୍ଞାନ ପ୍ରଦାନ ନିମିତ୍ତ ବିଷୟଟିକୁ ବ୍ୟାଖ୍ୟା କରାଯାଇଛି। ଏହା ସହିତ ସଂସ୍କୃତିର ପ୍ରକାର ଭେଦ ଓ ପ୍ରକାର୍ଯ୍ୟ ଉପରେ ମଧ୍ୟ ଆଲୋଚନାର ଗୁରୁତ୍ୱ ଦିଆଯାଇଛି। ବଢିଆ ସେ ବୁଝେଇଦେଲେ ସିଏ। କଣ ନା ସଂସ୍କୃତି ଅଧ୍ୟୟନ କରିବା ଗୋଟେ ସମାଜ ପାଇଁ ନିତ୍ୟାନ୍ତ ଜରୁରୀ। ଯେମିତି ଆମର ସମାଜରେ ଛାତ୍ରଟିଏ ପାଠ ପଢିଲେ ଗୁରୁଟିଏ ରହିବା ମଧ୍ୟ ନିତ୍ୟାନ୍ତ ଜରୁରୀ, ଠିକ ସେଇଭଳି ସଂସ୍କୃତି ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ। ଏହାକୁ ପଢିବା ଦ୍ଵାରା ବା ଏହାକୁ ସମାଜରେ ମାନେ ସଂଗଠନ କରିବା ଦ୍ଵାରା ବା ସମାଜ ସହିତ ସଂସ୍କୃତିକୁ ଆଣି ଉପସ୍ଥାପନା କରିବା ଦ୍ଵାରା କଣ ହେଇଥାଏ ନା ସମାଜର ଯେତେ ସାରା ସବୁ ଦ୍ୱନ୍ଦ୍ୱ ଅଛି, ଯେତେ ସାରା ସବୁ କଷ୍ଟ ଜିନିଷ ଅଛି, ବିଭିନ୍ନ ପ୍ରକାରର ଯୋଉ ପ୍ରକାର ଯନ୍ତ୍ରଣା ଜିନିଷ ଅଛି ନା, ସବୁ କିଛି ସମାଧାନ ସହଜରେ ହେଇଯାଇଥାଏ। ଯୋଉଥିପାଇଁ କି ଗୋଟେ ବିଦ୍ୟାର୍ଥୀ ନିତ୍ୟାନ୍ତ ଭାବରେ ସଂସ୍କୃତିର ସ୍ୱରୂପଟାକୁ ଜାଣିବ, ତାର ଅଙ୍ଗ ପ୍ରତ୍ୟଙ୍ଗ ସମ୍ପର୍କରେ ପଢିବ, ତା ଅଙ୍ଗ ପ୍ରତ୍ୟଙ୍ଗ ପରେ କୋଉ ଭଳି କାର୍ଯ୍ୟ ସେ ସମ୍ପାଦନ କରୁଛି ତାର ପରିସର ଯୋଉଟା ବୁଝିବାକୁ ହୁଏ। ଯୋଉ କାର୍ଯ୍ୟଟାକୁ ସେ ସମ୍ପାଦନ କଲା, ତା ଚତୁଃପାର୍ଶ୍ୱରେ ସେ ଯେଉଁ ଯୋଉ ସବୁ କାର୍ଯ୍ୟ କଲା, ତାକୁ ଗୋଟେ ବିଦ୍ୟାର୍ଥୀ ନିତ୍ୟାନ୍ତ ଜାଣିବା ଆବଶ୍ୟକ। କାହିଁକି ନା ସଂସ୍କୃତି ହଉଛି କଣ ନା ଗୁରୁ। ଯେମିତି ଗୁରୁ ପାଇଁ ଛାତ୍ର, ଛାତ୍ର ପାଇଁ ଗୁରୁ, ସେଇଭଳି ସମାଜ ପାଇଁ ସଂସ୍କୃତି, ସଂସ୍କୃତି ପାଇଁ ସମାଜ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡିତ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ତ ଏଇଥିପାଇଁ ଆମେ କଣ ଆଲୋଚନା କରିବା ଆଜି ନା ସଂସ୍କୃତିର କଣ କିରେ ଅଧ୍ୟୟନର ସ୍ୱରୂପ ଓ ପରିସର, ଯୋଉଠି ଆମେ ଜାଣିବା କଣ ସଂସ୍କୃତିର ଲକ୍ଷଣ ବିଷୟ ପ୍ରବେଶ କରିବା। ଏବେ କହିଲା କିଛି ବ୍ୟକ୍ତି ବା ସମାଜକୁ ନେଇ ଗଢି ଉଠିଥିବା ଏକ ଦେଶ କେବଳ ମାତ୍ର ଏକ ଭୂଖଣ୍ଡ ନୁହେଁ, ଏହା ଏକ ଜୀବନ୍ତ, ଯାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇକି ଗଢି ଉଠିଥାଏ। ବଢିଆ ସେ ବୁଝେଇଲେ। କହିଲେ କିଛି ବ୍ୟକ୍ତି ହଉ କିମ୍ବା ସମାଜକୁ ନେଇକି ଯୋଉ ଦେଶ ଗଢି ଉଠିଛି, ଯୋଉ ରାଜ୍ୟ ଗଢି ଉଠିଛି, ଯୋଉ ଭୂଖଣ୍ଡ ଗଢି ଉଠିଛି, ଏହା ଗୋଟେ ଦେଶ ନୁହେଁ କି ରାଜ୍ୟ ନୁହେଁ କି ଗୋଟେ ଭୂଖଣ୍ଡ ନୁହେଁ, ଏହା କଣ ନା ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ନେଇ ଜୀବନ୍ତ ପ୍ରତିମୂର୍ତ୍ତିଟିଏ ଗଢି ଉଠିଛି। ଏହାର ଐତିହ୍ୟ, ପରମ୍ପରା, ବିଚାରଧାରା ବ୍ୟକ୍ତି ବ୍ୟକ୍ତି, ବ୍ୟକ୍ତି ଗୋଷ୍ଠୀ ଓ ବ୍ୟକ୍ତି ସମାଜର ପାରସ୍ପରିକ ସମ୍ପର୍କକୁ ନିର୍ଦ୍ଧାରିତ କରେ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ମଜବୁତ କରି ଗଢି ତୋଳିଥାଏ। ବୁଝେଇଲା। କହିଲା
ସଂସ୍କୃତି ଏମିତି ଗୋଟାଏ ଜିନିଷ ନା ଯାହା କରିଥାଏ ମଣିଷ ମଣିଷ ଭିତରେ ସମ୍ପର୍କକୁ ସ୍ଥାପନ କରିଥାଏ, ଐତିହ୍ୟକୁ ସ୍ଥାପନ କରିଥାଏ, ପରମ୍ପରାକୁ ସ୍ଥାପନ କରିଥାଏ, ବ୍ୟକ୍ତି ସମାଜ ସହିତ ସମ୍ପର୍କକୁ ସ୍ଥାପନ କରିଥାଏ, ଯାହା ଦ୍ୱାରା ଏଇ ସଂସ୍କୃତି ଏଇ ସବୁ ସମ୍ପର୍କ ଗୁଡିକୁ ଗୋଟେ ମଜବୁତ ସୂତାକ୍ଷରେ ବାନ୍ଧି ଦେଇଥାଏ। ଏହିପରି ଭାବେ ସଂସ୍କୃତି ପ୍ରତ୍ୟେକ ବ୍ୟକ୍ତି ଓ ସମାଜକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। କହିଲା ଯୋଉଥିପାଇଁ ଏହି ସବୁ ଜିନିଷ ପାଇଁ ସଂସ୍କୃତି ନା ବ୍ୟକ୍ତିକୁ ଗୋଟେ କଣ କରିଥାଏ, ସ୍ୱତନ୍ତ୍ର ପରିଚୟ ଦେଇଥାଏ, ସମାଜକୁ ଗୋଟେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ସୁତରାଂ ସମାଜ ଓ ସଂସ୍କୃତି ପରସ୍ପରର ପରିପୂରକ ଅଟନ୍ତି। ବୁଝଉଛନ୍ତି କଣ ନା ସମାଜ ଆଉ ସଂସ୍କୃତି ଦୁହେଁ ପରସ୍ପରର ପରିପୂରକ। ଏହି ପାଠ ମାଧ୍ୟମରେ ବିଦ୍ୟାର୍ଥୀ ସଂସ୍କୃତି ସମ୍ପର୍କରେ ମୌଳିକ ଆହରଣ କରିବା ସହିତ ସଂସ୍କୃତି ଓ ସମାଜର ପାରସ୍ପରିକ ସମ୍ପର୍କ ବିଷୟରେ ଅବଗତ ହୋଇପାରିବେ। ବୁଝେଇଦେଲେ, କହିଲେ ବିଦ୍ୟାର୍ଥୀଟିଏ ଏଇଥିପାଇଁ ସଂସ୍କୃତି ପଢିବ, ସଂସ୍କୃତିରେ ସମ୍ପର୍କରେ ମୌଳିକ ଜ୍ଞାନ କଣ ଅଛି, ଆହରଣ କଣ ଅଛି, ଆଉ ସମାଜ ସହିତ ସଂସ୍କୃତିର ପାରସ୍ପରିକ ସମ୍ପର୍କ କଣ ଅଛି, ସେ କଣ କରିପାରିବ ନା ଜାଣିପାରିବ ଆଉ ବୁଝିପାରିବ ବି। ତାପରେ ହେଲା ସଂସ୍କୃତିର ସ୍ୱରୂପ। ହେଲା ମଣିଷ ସମାଜରେ ଜନ୍ମଗ୍ରହଣ କରିଥାଏ, ନିଜ ଜୀବନକୁ କିପରି ଭାବରେ ଗଢିବ ତାହା ସମାଜ ଠାରୁ ଶିକ୍ଷା କରିଥାଏ। ସମାଜ ବିକାଶ ପଥରେ ଆଗେଇ ନେବା ପାଇଁ ସୃଷ୍ଟି କରିଥାଏ କଳା, ସାହିତ୍ୟ, ସ୍ଥାପତ୍ୟ, ପରମ୍ପରା କ୍ରମରେ ବ୍ୟକ୍ତି ସମାଜ ଠାରୁ ଯାହା ଶିକ୍ଷା ଲାଭ କରିଥାଏ ତାହା ସଂସ୍କୃତି କୁହାଯାଏ। ବୁଝେଇଦେଲେ, କହିଲେ ମଣିଷ ନିହାତି ଏଇ ସମାଜରେ ହିଁ ମଣିଷ ଜନ୍ମଗ୍ରହଣ କରିଛି, ମାତୃଭୂମିରୁ ଜନ୍ମ ନେଇ ଧରା ପୃଥିବୀ ପୃଷ୍ଠରେ ପଡିଛି, ନିଜ ଜୀବନକୁ ଗଢିବା ପାଇଁ ସେ ସମାଜ ଠାରୁ ଶିକ୍ଷା ନେଇଛି। ନିହାତି ଭାବରେ ସମାଜରେ ଲୋକଙ୍କ ସହିତ ସିନା ମଣିଷ ସହିତ ମିଶିଲେ ବୁଝିପାରିବ ତାର ପ୍ରକୃତି କଣ, ତାର ଚିନ୍ତାଧାରା କଣ, ତାର ବିବେଚନା କଣ, ତାର ଆଗାମୀ ପରିଚୟ କଣ। ସେଥିପାଇଁ ମଣିଷ କଣ ହେଇଥାଏ ନା ସମାଜ ପାଖରୁ ବିଭିନ୍ନ ପ୍ରକାର କଣ କରିଥାଏ ନା ଶିକ୍ଷା ଗ୍ରହଣ କରିଥାଏ, ଯାହାକି ବିକାଶ ପଥରେ ସମାଜକୁ ବିକାଶ ପଥରେ ଆଗେଇ ନେବା ପାଇଁ ସୃଷ୍ଟି କରିଥାଏ କଣ, ଗୋଟେ କଳା, ଗୋଟେ ସାହିତ୍ୟ, ସ୍ଥାପତ୍ୟ ଆଉ କିଛି ପରମ୍ପରା, ଯୋଉଟା କି ସମାଜ ଠାରୁ ଶିକ୍ଷା ଲାଭ କରିଥାଏ, ସେଇଟା ହଉଛି ସଂସ୍କୃତି। ବଢିଆ ସେ ବୁଝେଇଲେ। ପୁଣି କହୁଛନ୍ତି ମନୁଷ୍ୟର ପ୍ରକୃତିଗତ ଜୀବନ ପ୍ରଣାଳୀ ପରସ୍ପର ସହ ସମ୍ପର୍କ, ଭାଷା, ଧର୍ମ ଦର୍ଶନ, କଳା, ସାହିତ୍ୟ, ସ୍ଥାପତ୍ୟ, ଶିକ୍ଷା, ଅନ୍ୟ ପ୍ରତି ବ୍ୟବହାର, ଭୋଗ ବିଳାସ, ଚିତ୍ତ ବିନୋଦନ, ସାମାଜିକ ନୀତି ନିୟମ, ଲୋକାଚାର, ଲୋକ ଚଳଣି, ବଂଶ ପରମ୍ପରା ଆଦି ହେଉଛି ସଂସ୍କୃତିର ଅନ୍ତର୍ଭୁକ୍ତ। ବୁଝେଇଦେଲେ, ସମାଜ ଭିତରେ ମଣିଷ ଘର କରିଛି ମାନେ ତାର ପ୍ରକୃତିଗତ ଜୀବନ ପ୍ରଣାଳୀ ଅଛି, ନୀତିଦିନର ଚଳିବା ଚାଲିଚଳନର ତାର ସମ୍ପର୍କ ବାନ୍ଧି ରହିଛି, ଧର୍ମ ଦର୍ଶନ ସମ୍ପର୍କରେ ସେ କିଛି ଜାଣିଛି, କଳା ସମ୍ପର୍କରେ କିଛି ଜାଣିଛି, ସାହିତ୍ୟ ସମ୍ପର୍କରେ କିଛି ଜାଣିଛି, ସ୍ଥାପତ୍ୟ ସମ୍ପର୍କରେ କିଛି ଜାଣିଛି, ଶିକ୍ଷା ତାକୁ ଦିଆଯାଇଛି ଅନ୍ୟ ପ୍ରତି କେମିତି ସେ ବ୍ୟବହାର କରିବ, କେମିତି ଭୋଗ ବିଳାସରେ ଜୀବନ ଅତିବାହିତ କରିବ, ଅନ୍ୟର ଜୀବନକୁ କେମିତି ମନୋରଞ୍ଜନ କରିପାରିବ, ସାମାଜିକ ନୀତି ନିୟମକୁ ମାନି ଚଳିବ, ଲୋକାଚାର ସମ୍ପର୍କରେ ଜାଣିବ, ଲୋକ ଚଳଣି ସମ୍ପର୍କରେ ଜାଣିବ, ବଂଶ ପରମ୍ପରା ଆଭିଜାତ୍ୟ ସବୁ କିଛି, ଯୋଉଥିପାଇଁ କି ଏଇ ଜିନିଷକୁ ନେଇ ସଂସ୍କୃତି ଅନ୍ତର୍ଭୁକ୍ତ ହୋଇଛି। ଏଣୁ ସଂସ୍କୃତି ହେଉଛି ଆକାଶ ପରି ବିଶାଳ ଓ ସମୁଦ୍ର ପରି ଅଥଳ। ବୁଝେଇଦେଲେ, ତ ଯୋଉଥିପାଇଁ ସଂସ୍କୃତ ଆକାଶ ପରି ବିଶାଳ ସ୍ଥାନକୁ ଅଳଙ୍କୃତ କରିଛି ଆଉ ସମୁଦ୍ର ପରି ସବୁବେଳେ ସେ ଅଥଳ। ଏବେ ବୁଝିପାରିଲ ପ୍ରକୃତରେ ସଂସ୍କୃତିର ରୂପ କଣ, ବୁଝିପାରିଲ? ଆଜ୍ଞା ମ୍ୟାମ୍। ତାପରେ ଦେଖ, କହୁଛନ୍ତି ସଂସ୍କୃତି ସ୍ୱପ୍ରକାଶିତ, ଏହା ରହସ୍ୟମୟ ବ୍ୟାପାର। ସଂସ୍କୃତିକୁ ରାତାରାତି ନିର୍ମାଣ କରିନାହିଁ, କହୁଛନ୍ତି ସଂସ୍କୃତି ନିଜେ ନିଜକୁ ତିଆରି କରିଛି, ନିଜେ ରହସ୍ୟ ନିଜେ ହେଇଛି, ସେ ରାତାରାତି କେହି ନିର୍ମିତ। ଯେମିତି ରାତାରାତି ଆସିକି ଆମର ଇଂରେଜ କଣ କଲେ, ଇଷ୍ଟ ଇଣ୍ଡିଆ କମ୍ପାନୀ ତିଆରି କରିଦେଲେ। ବୁଝିହେଲା, ଏଠି ସଂସ୍କୃତିକୁ କେହି ରାତାରାତି ତିଆରି କରିନି, ସଂସ୍କୃତି ନିଜେ ତିଆରି ହେଇଛି, ସଂସ୍କୃତି ନିଜେ ନିଜକୁ ଗଢିଛି। ତେଣୁକରି ସଂସ୍କୃତି ଗୋଟେ ସ୍ୱୟଂ ନିଜେ ନିଜକୁ ନିଜେ ସେ ସୃଷ୍ଟି କରିଛି। ପୁଣି ବୁଝାଉଛନ୍ତି, କହୁଛନ୍ତି ମନୁଷ୍ୟର ଜନ୍ମ ସହିତ ସଂସ୍କୃତିର ଜନ୍ମ ମଧ୍ୟ ଗୋଟିଏ ଦିନରେ ହୋଇଛି, ଏହା କହିବା ଯଥାର୍ଥ। ସଂସ୍କୃତିର ଜନ୍ମ ଅକଳ୍ପନୀୟ ସତ, କିନ୍ତୁ ସମୟ ସହିତ ଏହା ପରିବର୍ତ୍ତିତ ହେବାର ଲାଗିଛି। ବୁଝେଇଲେ, କହିଲେ ଯେମିତି ମଣିଷ ଜନ୍ମ ହେଇଛି, ମଣିଷ ସହିତ ସଂସ୍କୃତି ଆସିଛି, କିନ୍ତୁ ସଂସ୍କୃତି ସବୁବେଳେ ସମୟ ସହିତ କଣ କରୁଛି, ତାଳ ଦେଇକି ପରିବର୍ତ୍ତନ ହବାର ଲାଗିଛି। ଯେମିତି ସମୟ ସହିତ ସମାଜ କ୍ଷିପ୍ରତର ବେଗରେ ପରିବର୍ତ୍ତନ ହବାର ଲାଗିଛି ନା, ଏ ସଂସ୍କୃତି ମଧ୍ୟ କଣ ହେଇଛି ନା ସମାଜ ସହିତ ପରିବର୍ତ୍ତନ ହବାର ଲାଗିଛି। କହୁଛନ୍ତି ଭଗବାନ ଯେପରି ସ୍ୱକଳ୍ପିତ ଏବଂ ତା ହୃଦୟରେ ଖାଲି ଅନୁଭବ କରି
ପ୍ରଧାନ ରୂପେ ସଂସ୍କୃତି। କହିଲେ ଯେମିତି ଭଗବାନଙ୍କୁ କେହି ଆମେ ଦେଖି ନାହାନ୍ତି, ଭଗବାନଙ୍କୁ ଆମେ ଜାଣି ନାହାନ୍ତି, ଚିହ୍ନି ନାହାନ୍ତି, ଠିକ କେବଳ ଆମେ କଣ କରନ୍ତି ଅନୁଭବ କରନ୍ତି, ହୃଦୟରେ ଆମେ ବୁଝନ୍ତି ହେ ପ୍ରଭୁ ଜଗାରେ ମୋ ଦୁଃଖ ଟିକେ ଶୁଣନ୍ତୁ, ମୁଁ ଜାଣିଛି ତୁ ଅଛୁ, ମୁଁ ତତେ ସିନା ଦେଖି ପାରୁନି, ଜାଣି ପାରୁନି, ତୁ ଖାଇ ପାରୁନୁ, ଚିହ୍ନି ପାରୁନୁ, ଜାଣି ପାରୁନୁ, ଏ ସାରା ଜଗତ ଦେଖୁଛୁ ନା, ତ ତେଣୁକରି ତୁ ଅଛୁ, ମତେ ଟିକେ ଦେଖନ୍ତୁନି, ମତେ ଥରେ ଟିକେ ଜାଣନ୍ତୁ। ଠିକ ସେଇ ପରୀକ୍ଷା ହଉଛି ସ୍ମୃତି। କହୁଛନ୍ତି ସଂସ୍କୃତି କଳ୍ପିତ ମନୋଗତ ବିଚାରଧାରା। ସଂସ୍କୃତି ହଉଛି ନିଜ ଦ୍ଵାରା, ନିଜ ମନରୁ ହିଁ ଆସିଅଛି। ଆଜ୍ଞା ମ୍ୟାଡାମ, ଯାଉଛି ଟିକେ ଖାଲି। ଓନ୍ଲି 2 ମିନିଟ କି 3 ମିନିଟ ଟିକେ ଖାଲି ରୁହ ସମସ୍ତେ, ଠିକ ଅଛି। ଭଏସ ଶୁଭୁଛି, ଭଏସ ଶୁଭୁଛି। ଆଜ୍ଞା ମ୍ୟାମ୍ ଶୁଭୁଛି। ଭଏସ ଶୁଭୁନି। ଏବେ ଶୁଭିଲା, ଭଏସ ଶୁଭିଲା। ଆଜ୍ଞା ମ୍ୟାମ୍ ଶୁଭିଲା। ଆଜ୍ଞା ଚାଲ ଦେଖ, କେତେ ସୁନ୍ଦର ମନ୍ତବ୍ୟ ସେ ଦେଇଛି ଏଠି ହେଲା। ଏକଥା ବୁଝେଇ ସାରିଲା ପରେ ପୁଣି କହୁଛି, କଣ କହିଲା ନା ଏଠି ବୁଝଉଛି
ମନୁଷ୍ୟ ପ୍ରକୃତିଗତ ଜୀବନ ପ୍ରଣାଳୀ ପରସ୍ପର ସହ ସମ୍ପର୍କ ଭାଇଚାରା ଧର୍ମ ଦର୍ଶନ କଳା ସାହିତ୍ୟ ସ୍ଥାପତ୍ୟ ଶିକ୍ଷା ଅନ୍ୟ ପ୍ରତି ବ୍ୟବହାର ଭୋଗ ବିଳାସ ଚିତ୍ତ ବିନୋଦନ ସାମାଜିକ ନୀତି ନିୟମ ଲୋକାଚାର ଲୋକଚଳଣୀ ବଂଶପରା ଆଦି ହେଉଛି ସଂସ୍କୃତିର ଅନ୍ତର୍ଭୁକ୍ତ। ଏଟା ମୁଁ କହିକି ଗଲି, ୟାକୁ ବି ମୁଁ ବୁଝେଇଲି। ଭଗବାନ ଯେପରି ସୋ କରିଥିଲେ ତାଙ୍କୁ ଆମେ କେହି ଦେଖି ନାହାନ୍ତି ଜାଣି ନାହାନ୍ତି, ଠିକ ସେଇଭଳି ହଉଛି କଣ ନା ସଂସ୍କୃତି ହେଲା। ଏଟା ସବୁ ଗଲା। ତାପରେ ଦେଖ ସେ କଣ ଦେଇଛନ୍ତି, ତାପରେ ବୁଝଉଛନ୍ତି ସିଏ କଣ କହିଲେ ନା ଭଗବାନ ଓ ସଂସ୍କୃତି ଏକ ନୁହନ୍ତି କିନ୍ତୁ ସମଜାତୀୟ ବ୍ୟକ୍ତି ସଂସ୍କୃତିକୁ ନେଇ ଗର୍ବ କରେ। ବୁଝେଇଲେ, କହିଲେ ସେଠି ଯେହେତୁ ଏକ୍ସାମ୍ପଲ ଟା ଦେଲେ କଣ ନା ସେ କହୁଛନ୍ତି ହୁଏତ ଭଗବାନଙ୍କୁ ଆମେ କେହି ଦେଖି ନାହାନ୍ତି ଜାଣି ନାହାନ୍ତି କିମ୍ବା ଭଗବାନ ସେ କିଛି ଖାଉନାହାନ୍ତି, କିନ୍ତୁ ସଂସ୍କୃତି କଣ କରୁଛି ଠିକ ସେଇ ଭଗବାନଙ୍କ ଭଳି। କିନ୍ତୁ ଭଗବାନଙ୍କ ସହିତ ସଂସ୍କୃତି ଟା କଣ ସମକକ୍ଷ ନୁହଁ। କାହା ସହିତ ନା ସେ କହୁଛି ସମଜାତୀୟ ବ୍ୟକ୍ତି ସଂସ୍କୃତିକୁ ନେଇକି ଗର୍ବ କରେ। ଯେତେବେଳେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଚାଲିଚଳଣି ହାବ ଭାବର ପ୍ରଚାର ଆସେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନିଜର ଦାୟିତ୍ୱଟାକୁ ଆଣିକି ସଂସ୍ଥାପନ କରେ, ସେତେବେଳେ ସିଏ ସଂସ୍କୃତିକୁ ନେଇକି ଗର୍ବ କରେ। ଜାଣିଛୁ ମୋ ସଂସ୍କୃତି ଏଇଭଳି, ସେ କହେ ତୁ ଜାଣିଛୁ ମୋ ସଂସ୍କୃତି ଏଇଭଳି। ତ ସଂସ୍କୃତି ହେଉଛି ଅକ୍ଷୟ ସମ୍ପତ୍ତି କାହାର ନା ସାଧାରଣ ମଣିଷ ମାନଙ୍କର। ଏହା ସତ ଯେ ମଣିଷ ସମାଜର ପତନ ସହିତ ସଂସ୍କୃତିର ମଧ୍ୟ ପତନ ହୋଇଥାଏ। ସଂସ୍କୃତି ବ୍ୟକ୍ତି ବା ସମାଜ ପାଇଁ ପ୍ରେରଣାର ଉତ୍ସ। ଯେଉଁ ଦେଶର ସଂସ୍କୃତି ଯେତେ ପ୍ରସିଦ୍ଧ ସେ ଦେଶ ସେତେ ବିକଶିତ। ବଢିଆ ସେ ବୁଝେଇଦେଲେ। କହିଲେ ସଂସ୍କୃତିର ପତନ ମଧ୍ୟ ହୋଇଥାଏ, ଯେମିତି ମଣିଷ ସମାଜର ପତନ ହୋଇଥାଏ ସେଇଭଳି ସଂସ୍କୃତିର ବି ପତନ ହୋଇଥାଏ। ଉତ୍ଥାନ ପତନ ସମସ୍ତଙ୍କ ଜୀବନରେ ଲାଗିଛି, ସଂସ୍କୃତି ସହିତ ବି ଲାଗିଛି। ସଂସ୍କୃତି ହଉଛି ବ୍ୟକ୍ତି ବା ସମାଜ ପାଇଁ କଣ ଗୋଟେ ପ୍ରେରଣାର ଉତ୍ସ। ଠିକ ସେଇଭଳି କଣ ହେଇଥାଏ ନା ମଣିଷ ଯେମିତି ସମାଜ ପାଇଁ ଗୋଟେ ପ୍ରେରଣାର ଉତ୍ସ, ସେଭଳି ସଂସ୍କୃତି କାହା କାହା ପାଇଁ ପ୍ରେରଣାର ଉତ୍ସ ନା ବ୍ୟକ୍ତି ବା ସମାଜ ପାଇଁ ଗୋଟେ ପ୍ରେରଣାର ଉତ୍ସ। ସେଥିପାଇଁ ଦେଶର ସଂସ୍କୃତି ଯେତେ ପ୍ରସିଦ୍ଧ ସେ ଦେଶ ସେତେ ବିକଶିତ। କହିଲେ ଯୋଉ ଦେଶର ସଂସ୍କୃତି ଯେତେ ପ୍ରସିଦ୍ଧ ସେ ଦେଶ ସେତେ ବିକଶିତ, ସେତେ ଆଗକୁ ଯାଇଛି। ପୁଣି କହୁଛନ୍ତି ସଭ୍ୟତା ଓ ସମାଜର ଚଳଣି ଏବଂ ଚମକର ଦ୍ୟୁତକ ହେଉଛି ସଂସ୍କୃତି। କହୁଛନ୍ତି ଗୋଟେ ସଭ୍ୟତା ହଉ କିମ୍ବା ଗୋଟେ ସମାଜର ଚାଲିଚଳଣି ହଉ, ଯୋଉ ଚମକଟା ଦେଖିବାକୁ ମିଳିଥାଏ, ଯୋଉ ଉଜ୍ଜଳ ଜ୍ୟୋତି ଧାରା ଦେଖିବାକୁ ମିଳିଥାଏ, ସେଟା କୋଉଠୁ ଆସିଥାଏ ନା ଏଇ ସଂସ୍କୃତି ପାଖରୁ ହିଁ ଆସିଥାଏ। କାହିଁ କେଉଁ ସୁଦୂର ଅତୀତରୁ ଚଳନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଲମ୍ବିତ ସଂସ୍କୃତିର ଧାରା ସମାଜ ଶରୀର ହେଲେ ସଂସ୍କୃତି ପ୍ରାଣବାୟୁ। କାଲି ମୁଁ କହିଥିଲି ଯଦି ସଂସ୍କୃତି ଗୁରୁ ହେଲା ସମାଜ ହଉଛି ତା ଶିଷ୍ୟ। ଏଠି ପୁଣି କଥା କହିଲେ କଣ ନା ସମାଜ ଶରୀର ହେଲେ ସଂସ୍କୃତି ହଉଛି ତାର ପ୍ରାଣବାୟୁ। ଯଦି ନିଶ୍ୱାସ ପ୍ରଶ୍ୱାସ ନଉଥାଏ ନା ସମାଜ କାହା ପାଇଁ ନା ସଂସ୍କୃତି ପାଇଁ ହିଁ ନଉଥାଏ। ଯେଉଁଠି ସମାଜ ରହିଛି ସେଇଠି ସଂସ୍କୃତି ଅଛି। ସମାଜ ଯଦି ପୁସ୍ତକ ହୁଏ ସଂସ୍କୃତି ସାର ବକ୍ତବ୍ୟ। ସମାଜ ରୂପକ ଦଧିରେ ସୁକୋମଳ ନବନୀତ ହେଉଛି ସଂସ୍କୃତି। ଗୋଟେ ସୁନ୍ଦର କଥା କହିଲେ, କହିଲେ ସମାଜ ଯଦି ଗୋଟେ ପୁସ୍ତକ ହୁଏ ନା ସେ ପୁସ୍ତକ ଭିତରେ ତାର ବକ୍ତବ୍ୟ ତାର ସାର ମର୍ମ ହଉଛି ସଂସ୍କୃତି। ସମାଜ ଯଦି ଗୋଟେ ଦଧି ରୂପକ ହେଇଥାଏ ନା ତାର ସୁକୋମଳ ଭିତରେ ଯୋଉ ଲହୁଣୀଟା ବାହାରିଥାଏ ନା ସେଇଟା ହଉଛି କଣ ସଂସ୍କୃତି। ତାହେଲେ ସମାଜ ଓ ସଂସ୍କୃତି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ। ଏହା ପୂର୍ବରୁ ମୁଁ କହିକି ଯାଇଛି କଣ ନା ସମାଜ ଆଉ ସଂସ୍କୃତି ହଉଛି କଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯେମିତି ନାରୀ ପୁରୁଷର ସମ୍ପର୍କ ପରି ବ୍ୟକ୍ତି ସମାଜ ଓ ସଂସ୍କୃତିର ସମ୍ପର୍କ ଅତି ନିବିଡ଼। ଯେମିତି ନାରୀ ବିନା ପୁରୁଷ ବଞ୍ଚି ପାରିବନି, ପୁରୁଷ ବିନା ନାରୀ ବଞ୍ଚି ପାରିବନି, ସେଇଭଳିଆ ସମାଜ ବିନା ସଂସ୍କୃତି ବଞ୍ଚି ପାରିବନି, ସଂସ୍କୃତି ବିନା ସମାଜ ବି ବଞ୍ଚି ପାରିବ ନାହିଁ। ବୁଝିପାରିଲ ନା ବୁଝିପାରିଲ ନାହିଁ? ଆଜ୍ଞା ମ୍ୟାମ୍, ବୁଝିହେଲା। ବୁଝିହେଲା। ତାପରେ ଦେଖ କେତେ ସୁନ୍ଦର ମନ୍ତବ୍ୟ ସେ ଦେଲେ। ଓଡିଶାର ବିଭିନ୍ନ ଚିନ୍ତାଧାରାକୁ ନେଇ ବିଭିନ୍ନ ଧର୍ମ ମୁଣ୍ଡ ଟେକିଛି। ଏହା ମଧ୍ୟ ସଂସ୍କୃତିକୁ ପ୍ରଭାବିତ କରିଛି। ତା ବୌଦ୍ଧ ଧର୍ମ ହଉ, ଉପାସ୍ୟ ଦେବତା ଯୁଦ୍ଧ ହଉ, ବୁଦ୍ଧ ହୁଅନ୍ତୁ, ଜୈନ ଧର୍ମ ହଉ, ମହାବୀର ଜୈନ ହୁଅନ୍ତୁ, ଶୈବ ଧର୍ମ ହଉ, ଦେବତା ଶିବ ହୁଅନ୍ତୁ, ନାଗ ଧର୍ମ ହଉ, ଦେବତା ନାଗ ହୁଅନ୍ତୁ, ବୈଷ୍ଣବ ଧର୍ମ ହଉ, ଦେବତା ବିଷ୍ଣୁ ହୁଅନ୍ତୁ, ଶାକ୍ତ ଧର୍ମ ହଉ, ଦେବତା ଶକ୍ତି, ସୌର ଧର୍ମ ହଉ, ଦେବତା ସୂର୍ଯ୍ୟ, ଗାଣପତ୍ୟ ଧର୍ମ ହଉ, ଦେବତା ଗଣେଶ, ମହିମା ଧର୍ମ ହଉ, ଦେବତା ଶୂନ୍ୟ ଧର୍ମ। ମହିମା ଧର୍ମ କହିଲେ କାହା କତିକି ଯିବ କିରେ ନା ସନ୍ଥ କବି ଭୀମ ଭୋଇ ନୁହେଁ କି, ଯିଏକି ମହିମା ଧର୍ମର ଉପାସକ ଥିଲେ। ଖଞ୍ଜଣି ମାଡ଼ କରିକି ଓଡିଆ ସାହିତ୍ୟ ଜଗତରେ କଣ କରିଥିଲେ, କଣ ଆଣିଥିଲେ ଓଡିଆ ସାହିତ୍ୟ ଜଗତକୁ ଜାଣିଛ? ଓଡିଆ ସାହିତ୍ୟ ଜଗତରେ ଖଞ୍ଜଣି ମାଡ଼ କରିଥିଲେ ଅନ୍ଧ କବି ସନ୍ଥ କବି ଭୀମ ଭୋଇ। ସେ ଅନ୍ଧ ଥିଲେ, ଦେଖି ପାରୁନଥିଲେ, ଗାଈ ଚରଉଥିଲେ, ଗାଈ ଚରେଇବା ସମୟରେ ଖଞ୍ଜଣି ମାଡ଼ କରିଦେଲେ। କେତେ ସୁନ୍ଦର କଥା ସେ କହିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ଓଡିଆ ସାହିତ୍ୟ ଜଗତରେ ଖଞ୍ଜଣି ମାଡ଼ କରିକି ଆଧୁନିକତାକୁ ଆଣିକି ସ୍ଥାନ ଦେଲେ। ଆଜି ଯୋଉ ଚିରା ଡ୍ରେସ ପିନ୍ଧ, ଫଟା ପ୍ୟାଣ୍ଟ ପିନ୍ଧ, ବିଭିନ୍ନ ପ୍ରକାର ଷ୍ଟାଇଲିଶ ଜାମା ପିନ୍ଧ, କାହା ପାଇଁ ପିନ୍ଧ? ଏଇ ସନ୍ଥ କବି ଭୀମ ଭୋଇ ପାଇଁ ପିନ୍ଧ। ସେ ଆଧୁନିକତାକୁ ଆଣିଲା ନା ସେଥିପାଇଁ ତମେ ସବୁ ପିନ୍ଧିଲ ହେଲା। ଚାଲ ଆଗକୁ ଯିବା। ପୁଣି କହିଲା ସଂସ୍କୃତିର ଲକ୍ଷଣ। ତ
କହିଲା ସଂସ୍କୃତିର ତାତ୍ତ୍ୱିକ ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ବୋଧଗମ୍ୟ କରିବା ପାଇଁ ଏହାର ଲକ୍ଷଣ ବିଷୟରେ ପରିଚିତ ହେବା ଆବଶ୍ୟକ। ନିହାତି ଗୋଟେ ମଣିଷକୁ ଜାଣିବା ପାଇଁ ହେଲେ ତାର ନୀତିଦିନର ଲକ୍ଷଣ ଗୁଡିକ ଆମକୁ ଜାଣିବା ପାଇଁ ପଡେ। ସେ କେତେଟାରେ ଉଠୁଛି, କଣ କରୁଛି। ଗୋଟେ ଛାତ୍ରକୁ ଯେତେବେଳେ ଆମେ ପାଠ ପଢଉଛନ୍ତି କିମ୍ବା ଛାତ୍ରଟିଏ ଗୋଟେ ଗୁରୁ ପାଖକୁ ଆସୁଛି, ଗୁରୁ ନିହାତି ବୁଝିବ ଏରେ କେତେଟାରେ ଉଠୁଛି କି, କେତେଟାରେ ପାଠ ପଢୁଛୁ, କେତେ ସମୟ ଦଉଛୁ, କଣ ତ ଲକ୍ଷଣ ସବୁ କଣ କଣ, ଭଲ ଭଲ ପିଲା କି ମନ୍ଦ ପିଲା କି ଖରାପ, କଣ ତା ବୁଝିବାକୁ ପାଇଁ ପଡିବ। ସେଇଭଳି ସଂସ୍କୃତିକୁ ବୁଝିବା ପାଇଁ ହେଲେ ତାର କିଛି ଲକ୍ଷଣ ଆମେ ଦେଖିବାକୁ ପଡିବ। ଯେକୌଣସି ବିଷୟର ଲକ୍ଷଣ ତାର ନିଜସ୍ୱ ଅର୍ଥ ବହନ କରେ। ଏହି ମାଧ୍ୟମରେ ସଂସ୍କୃତ ଲକ୍ଷଣ ତାର ଉପାଦାନର ସନ୍ନିହିତ। ସଂସ୍କୃତିର ମୁଖ୍ୟ ଉପାଦାନ ଗୁଡିକ ନିମ୍ନରେ ସେ ଦେଇଛନ୍ତି। କଣ ଦେଇଛନ୍ତି ଦେଖିବା। କହିଲେ କଲଚର ଇଜ ଏ ଲର୍ଣ୍ଣଡ ପ୍ରୋସେସ। କଣ କହିଲେ, ସଂସ୍କୃତି ଏକ ଅର୍ଜିତ ବା ଶିକ୍ଷଣୀୟ ପ୍ରକ୍ରିୟା। ବଢିଆ କଥା ସେ କହିଲେ ମନୁଷ୍ୟ ଜନ୍ମରୁ ଅତ୍ୟନ୍ତ ଅସହାୟ ନିର୍ଭରଶୀଳ ପ୍ରାଣୀ ହୋଇଥାଏ। ନିହାତି ମନୁଷ୍ୟ କେବେ ଚାହେଁନି ମୁଁ ନିଜ ଉପରେ ଡିପେଣ୍ଡେଣ୍ଟ ହେବି। ସେ ସବୁବେଳେ ଭାବେ କଣ ଏ ଜଣଙ୍କ ଉପରେ ଡିପେଣ୍ଡେଣ୍ଟ ହେଇକି ବଞ୍ଚିବି, ହେ କଲେ କରିବି ନ କଲେ ନାହିଁ। ସବୁ କଥା କି ସେ କହୁଛି, କିଏ ସଂସ୍କୃତି କହୁଛି। ସମାଜ ଓ ସଂସ୍କୃତି ବିଷୟରେ କୌଣସି ଜ୍ଞାନ ନଥାଏ, ମାତ୍ର ଜନ୍ମ ହେବା ପରେ ପରିବାର ଓ ପରିବେଶ ମାଧ୍ୟମରେ ସେ ଆସ୍ତେ ଆସ୍ତେ ସାମାଜିକ ପ୍ରାଣୀ ଭାବେ ଗଢି ଉଠେ। ବୁଝେଇଦେଲେ କହିଲେ ସମାଜ ଓ ସଂସ୍କୃତି ବିଷୟରେ କୌଣସି ମଣିଷ ପ୍ରଥମରୁ ଜ୍ଞାନୀ ନଥାଏ। ସେ ଜନ୍ମ ହେଇସାରିବା ପରେ ତାର ପରିବାର ଯେତେବେଳେ ପରିବେଶ ମଧ୍ୟରେ ସେ ବଢେ, ଆସ୍ତେ ଆସ୍ତେ ଗୋଟେ ସାମାଜିକ ପ୍ରାଣୀ ଭାବରେ ଗଢି ଉଠେ। ସେଉଠୁ ସେ ବୁଝେ ଯେ ହଁ ମୋ ପରିବାର ଭିତରେ କିଛି ସଂସ୍କୃତି ଅଛି, କିଛି ଚାଲିଚଳଣି ରୀତିନୀତି ଅଛି, ସେଗୁଡା ସେ ବୁଝିବାକୁ ଚେଷ୍ଟା କରେ। ଏହି ପ୍ରସ୍ତୁତିରେ ମନୁଷ୍ୟ ତାର ସମାଜର ସଂସ୍କୃତି ସହିତ ପରିଚିତ ହୁଏ। ପୋଷାକ, ଖାଦ୍ୟ, ରୀତିନୀତି, ଚାଲିଚଳନ ଆଦି ପରିବାର ଓ ଅନ୍ୟ ଅନୁଷ୍ଠାନର ସଦସ୍ୟଙ୍କ ଠାରୁ ଶିକ୍ଷା ଲାଭ କରିବା ପରେ ମନୁଷ୍ୟ ଶିଶୁଟି ଆସ୍ତେ ଆସ୍ତେ ସମାଜର ସାଂସ୍କୃତିକ ପ୍ରକ୍ରିୟାରେ ଭାଗିଦାର ହୁଏ। ବିଭିନ୍ନ ପ୍ରକାରର କଳା, ଜୀବନର ଲକ୍ଷ୍ୟ, ପ୍ରବୃତ୍ତି, ଅଭ୍ୟାସ, କଥା କହିବାର ଢଙ୍ଗ ଆଦି ସେଇ ନିର୍ଦ୍ଦିଷ୍ଟ ସମାଜର ସଂସ୍କୃତି ମାଧ୍ୟମରେ ଶିଖେ। ସଂସ୍କୃତି ମଧ୍ୟ ଭଲ ମନ୍ଦ, ପାପ ପୁଣ୍ୟ, ଉଚିତ ଅନୁଚିତ ଆଦି ମୂଲ୍ୟବୋଧ ସହିତ ପରିଚିତ କରାଏ। ଶିଶୁଟି ଯେତେ ଯେତେ ଆଗକୁ ବଢେ, ସଂସ୍କୃତି ସମ୍ବନ୍ଧରେ ତାର ଜ୍ଞାନ ସେତେ ଆଗକୁ ବିକଶିତ ହୋଇଥାଏ। ତେଣୁ ସଂସ୍କୃତି ଏକ ଶିକ୍ଷଣୀୟ ପ୍ରକ୍ରିୟା। ନିହାତି ଭାବରେ ଯଦି ସଂସ୍କୃତି ପାଖରୁ ଆମେ ବିଭିନ୍ନ ପ୍ରକାର ଶିକ୍ଷା ପାଇଲାଣି, ସଂସ୍କୃତି ପରିବେଶ ସହିତ ଜଡିତ ହେଲାଣି, ନିହାତି ଭାବରେ ସଂସ୍କୃତି ଗୋଟିଏ କଣ ନା ଶିକ୍ଷଣୀୟ ପ୍ରକ୍ରିୟା। ପ୍ରଥମେ ଆମେ ଜାଣିଲେ ତାର ଗୋଟେ ଲକ୍ଷଣ ହଉଛି କଣ, ସଂସ୍କୃତି ଗୋଟେ ଶିକ୍ଷଣୀୟ ପ୍ରକ୍ରିୟା। ନେକ୍ସଟ କଣ କହିଲା ନା କହୁଛି ସଂସ୍କୃତି ଏକ ଆଦର୍ଶଗତ ପ୍ରକ୍ରିୟା। ମନୁଷ୍ୟ ତାର ମନ ମାଧ୍ୟମରେ ଠିକ ଭୁଲ ବିଚାର କରିବାର ସାମର୍ଥ୍ୟ ଥିବାରୁ ସବୁ ଜୀବ ମାନଙ୍କ ଠାରୁ ଶ୍ରେଷ୍ଠ ବୋଲି ବିବେଚିତ ହୁଏ। ନିହାତି ଭାବରେ ମନୁଷ୍ୟ ପାଖରେ ସବୁ ଜିନିଷ ଅଛି, ସେ ଭଲ ମନ୍ଦର ବିଚାର କରିପାରିବ, ଠିକ ଭୁଲର ବିଚାର କରିପାରିବ। ସେଇଥିପାଇଁ ସେ ସାଧାରଣ ପ୍ରାଣୀ ମାନଙ୍କ ଠାରୁ ଉଚ୍ଚତର ଉପରେ ରହିଛି, ଶ୍ରେଷ୍ଠ ବୋଲି ବିବେଚନା ତାକୁ କରାଯାଇଛି। କିନ୍ତୁ ସମାଜ ଓ ସଂସ୍କୃତି ବିନା ମନୁଷ୍ୟ ମଧ୍ୟରେ ଏହି ବିଚାରବୋଧ ବିକାଶ କରିପାରେ ନାହିଁ। କହିଲେ ସିଏ ସୁଦ୍ଧା ଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି କାହାଠାରୁ ନା ଜୀବ ମାନଙ୍କ ଠାରୁ। ଯଦି ସମାଜ ଆଉ ସଂସ୍କୃତି ଯଦି ନାହିଁ, ତାହେଲେ ମନୁଷ୍ୟ ବିନା କଣ ହେବ ନା ବିଚାରବୋଧ ସେ କରିପାରିବ ନାହିଁ। ସଂସ୍କୃତି ମୂଲ୍ୟବୋଧର ଆଧାରରେ ପର୍ଯ୍ୟବେସିତ। ତେଣୁ ସଂସ୍କୃତି ମାଧ୍ୟମରେ ମନୁଷ୍ୟ ସଦ୍ଗୁଣ ମାନ ଶିକ୍ଷା ଲାଭ କରେ ଓ ନିଜକୁ ଉଚିତ ମାର୍ଗରେ ପରିଚାଳନା କରେ। ବୁଝେଇଦେଲେ କହିଲେ ସଂସ୍କୃତି ଆଜି ଅଛି ବୋଲି ମନୁଷ୍ୟ ସଦ୍ଗୁଣ ପାଇଛି, ଶିକ୍ଷା ଲାଭ କରିଛି, ନିଜକୁ ଠିକ ମାର୍ଗରେ ନବାର କଣ କରିଛି ନା ଚେଷ୍ଟା ଜାରି ରଖିଛି। ପୁଣି କହିଲେ ସାଂସ୍କୃତିକ ମୂଲ୍ୟବୋଧ ସ୍ଥାନ କାଳ ପାତ୍ରରେ ଆପେକ୍ଷିକ ବା ରିଲେଟିଭ ହୋଇଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟକ୍ତି ବିଶେଷ ଯେଉଁମାନେ ସେଇ ସଂସ୍କୃତିର ପରିସୀମା ମଧ୍ୟରେ ସୀମିତ ସର୍ବଦା ତାଙ୍କ ସଂସ୍କୃତିର ମୂଲ୍ୟବୋଧକୁ ଉଚ୍ଚ ସମ୍ମାନ ଦେଇଥାନ୍ତି। ତେଣୁ ତାହାକୁ ନିଜ ଜୀବନରେ ପ୍ରୟୋଗ କରିଥାନ୍ତି। ବଢିଆ କଥା ସେ ବୁଝେଇଲେ। କହିଲେ ସଂସ୍କୃତି ଏକ ଆଦର୍ଶ ପ୍ରକ୍ରିୟା। ନିହାତି ଆମକୁ କିଛି ସେ ଶିକ୍ଷା ଦଉଛି, କିଛି ବୁଝେଇ ଦେଇକି ଯାଉଛି। ସ୍ଥାନ କାଳ ପାତ୍ର ଅନୁସାରେ ଆମକୁ ସେ ଶିକ୍ଷା ଦଉଛି, କୋଉ ଜାଗାରେ କେମିତି କଥା କହିବା ଆବଶ୍ୟକ, କୋଉଠି କୋଉ ବ୍ୟକ୍ତି ସହିତ ମିଶିବା ଆବଶ୍ୟକ, କେତେ ପରିସୀମା କ୍ଷେତ୍ରରେ ଆମକୁ ରହିବା ଆବଶ୍ୟକ, ଆମର କୋଉ ଜାଗାରେ କେଉଁ ପ୍ରକାର କଥା କହିଲେ ଆମ କଥାଟା ଠିକ ବୋଲି ବିବେଚନା କରାଯିବ, ଠିକ ଭୁଲ ବିଚାର ସେ କରିବ। ଏସବୁ କ୍ଷେତ୍ରରେ ସଂସ୍କୃତି ମନୁଷ୍ୟକୁ ଶିକ୍ଷା ଦେଇଥାଏ। ଇଏ ଗଲା 2 ନମ୍ବର ଲକ୍ଷଣ। 3 ନମ୍ବରରେ କଣ କହିଲା ନା ସଂସ୍କୃତି ପ୍ରତୀକାତ୍ମକ। କଣ କହୁଛି ଏଠି ନା କଣ ଦେଖ ପ୍ରତୀକାତ୍ମକ ହେଲାଣି। କଲଚର ଇଜ ସିମ୍ବଲିକ। ଥରେ ଭାବ କେତେ ସୁନ୍ଦର ମନ୍ତବ୍ୟ ସେଠି ଦେଲା। କାରଣ ପ୍ରତ୍ୟେକ ସଂସ୍କୃତିରେ ତାର ଚିନ୍ତାଧାରା, ଆଦର୍ଶ, ମୂଲ୍ୟବୋଧ ବିଭିନ୍ନ ମାଧ୍ୟମରେ ପ୍ରକାଶିତ ହୁଏ। ସଂସ୍କୃତିର ଯେତେବେଳେ ଚିନ୍ତାଧାରା ଥାଏ, ଗୋଟେ ଆଦର୍ଶ ଥାଏ, ଗୋଟେ ମୂଲ୍ୟବୋଧ ଥାଏ, ସିଏ କାହା ମାଧ୍ୟମରେ ପରିପ୍ରକାଶ ହେଇଥାଏ। ନିଜେ ନିଜକୁ ପରିପ୍ରକାଶ କରିବାର କ୍ଷମତା ତା ପାଖରେ ନଥାଏ। ପ୍ରତୀକ ଏଭଳି ଏକ ସାଙ୍କେତିକ ମାଧ୍ୟମ ଯାହା ନିରବରେ ସଂସ୍କୃତିର ବିଚାରବୋଧକୁ ପ୍ରକାଶିତ କରେ। ଯେତେବେଳେ ତମେ ମାନେ ପଢିବ, ମୁଁ ଜାଣିନି ତମର ସେ ଟପିକ ଅଛି କି ନାହିଁ, ଯେତେବେଳେ ଅଶ୍ୱପିଲା ପୂର୍ବ ତମର ପୂର୍ବ ସେମିଷ୍ଟର ଯୋଉମାନେ ଥିଲେ 2024 କଥା ମୁଁ କହୁଛି, ତାଙ୍କର ଥିଲା ରୋମାଣ୍ଟିସିଜିମ, କ୍ଲାସିସିଜିମ, ପ୍ରତୀକବାଦ, ଚିତ୍ରକଳ୍ପବାଦ, ବାସ୍ତବବାଦ, ଅସ୍ତିତ୍ୱବାଦ, ଏଗୁଡା ସେମାନେ ପଢିଥିଲେ। ବୁଝିହେଲା। ସେଇଠି ବୁଝିପାରିବ ପ୍ରକୃତରେ ପ୍ରତୀକ କଣ। ପ୍ରତୀକ କହିଲେ ଗୋଟେ ସଂକେତ, ଗୋଟେ ଚିହ୍ନକୁ ସେଇଠି ବୁଝଉଛି। ସେଥିପାଇଁ ତ ସେ କହିଲା ପ୍ରତୀକ ଏଭଳି ଏକ ସାଙ୍କେତିକ ମାଧ୍ୟମ ଯାହା ନିରବରେ ସଂସ୍କୃତିର ବିଚାରବୋଧକୁ ପ୍ରକାଶିତ କରେ। ଥରେ ଭାବ ମାନେ ଏତେ ଗୋଟେ ସୁନ୍ଦର ଚିନ୍ତାଧାରା, ଗୋଟେ ଚିହ୍ନ, ସିଏ ଆସ୍ତେ କିଣା ପୁରା ଶାନ୍ତ ମନରେ ସଂସ୍କୃତିର ବିଚାରଧାରା ତାକୁ ସେ ହାଲକେଇକି ପ୍ରକାଶ କରିଦବ। କହିଲେ ଆମ ସାମାଜିକ ଜୀବନରେ ଏଭଳି ବହୁତ ପ୍ରତୀକକୁ ଆମେ ବ୍ୟବହାର କରିଥାଉ। ଉଦାହରଣ ସ୍ୱରୂପ ହିନ୍ଦୁ ସମାଜରେ ଏକ ବିବାହିତ ନାରୀ ମଥାରେ ସିନ୍ଦୁର, ହାତରେ ଚୁଡ଼ି ପିନ୍ଧିଥିଲେ।
ଆମେ ତାକୁ ଏକ ବିବାହିତ ନାରୀର ପରିଚୟ ଦେଇଥାଉ। ସେହିପରି ଭାବେ ଭାରତର ଜାତୀୟ ପତାକା ଆମ ଦେଶର ଜାତୀୟତା ଭାବର ପ୍ରତୀକ ହିସାବରେ ଗ୍ରହଣ କରାଯାଇଥାଏ। ସମାଜର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏଭଳି ସଂକେତ ମୂଲ୍ୟ ଅଧିକ ଯାହା ସାମାଜିକ ଏକତ୍ୱ ଓ ସଂସ୍କୃତିର ପରିଚୟ ଦେଇଥାଏ। ତେଣୁକରି ବୁଝିପାରିଲ ସେ ବୁଝେଇଲା କାହିଁକି ପ୍ରତୀକାତ୍ମକ। ଆମ ସଂସ୍କୃତି ଆମ ପରମ୍ପରା, ନାରୀଟିଏ ବିବାହ ବନ୍ଧନରେ ବାନ୍ଧି ହେଇ ସାରିଲା ପରେ ମଥାରେ ସିନ୍ଦୁର ଲଗେଇବ, ହାତରେ ଶଙ୍ଖା ପିନ୍ଧିବ, ବିଭିନ୍ନ ପ୍ରକାରର ଆଭୂଷଣରେ ସେ ଭୂଷିତ ହବ, ନୁହେଁ କି? ଯୋଉଟା କି ସେ ବୁଝେଇ ଦେଲେ ଆମ ଦେଶର ପ୍ରତୀକ ଆମ ଜାତୀୟ ପତାକା, ସବୁ କଥାକୁ ସେ ବୁଝେଇ ଦେଲେ। ସେଥିପାଇଁ କଲଚର ଇଜ ସିମ୍ବଲିକ ହେଲା, ସଂସ୍କୃତି ହଉଛି ପ୍ରତୀକାତ୍ମକ। ଇଏ ହଉଛି ତୃତୀୟ ନମ୍ବରର ଉଦାହରଣ। ଚତୁର୍ଥରେ କଣ କହିଲେ? ସଂସ୍କୃତି ଏକ ସ୍ଥାନାନ୍ତରିତ ପ୍ରକ୍ରିୟା, ଅର୍ଥାତ କଲଚର ଇଜ ଏ ट्रांसमिसिव प्रोसेस, अर्थात संस्कृति एक निर्दिष्ट पीढ़ी रे सीमित नुहे। कहले गोटे निर्दिष्ट पीढ़ी को लेकिन संस्कृति केबे भी सीमित हबो नाही। समाजीकरण अर्थात सोशलाइजेशन माध्यम रे संस्कृति एक पीढ़ी रु द्वितीय एवं पर तृतीय आदि पीढ़ी को गतिशील करिथाय। तम पिला जन्म हला, तम पिला संस्कृति तैयारी कला, से निजे ता इच्छा रे संस्कृति चलेला। अपन जिवे आ 2 मिनिट टिके खाली लाइन ले रुह, मास्टर साइंस थैंक यू कितना ना कर देलो रेकॉर्डिंग चलती क्लास केहे भी म्यूट ऑन करो ना, पढ़ा सरिला ପରେ जहां म्यूट ऑन करिकी କହିବା କଥା କହିବ, ठीक अछि। देखो तापर कोन कहले, ये गला तम मानकर तृतीय नंबर रो लक्षण। चतुर्थ नंबर रे कोन आसिला ना कहूचे संस्कृति एक स्थानांतरित प्रक्रिया। निहाती भाबरे सोशलाइजेशन सामाजिकरण कहले पीढ़ी रु पीढ़ी को जाई थाए। अरे आज तमे माने विवाह बंधन रे बांधी हेलो, तम पिला माने किछि संस्कृति तयारी कले, चली चलनी तांकर आसिला, पुनी तांको परे तांको आसीबे, से माने किछि तयारी करबे। लेखि देति देखो कहले परिवार मध्य रे संस्कृति रो गतिशीलता, बापा मां जेजे बापा जेजे मां दादा कुड़ी आदि को मध्य रे सामाजिक प्राणी भाबे जो बंचिबा पई शिशु को मौलिक शिक्षा दिया जाई थाए। बुझेले बढ़िया कथा से कहछ। से शिशु बड़ हैला पर सांस्कृतिक और सामाजिक जीवन रो मौलिक शिक्षा को परवर्ती नुवा पीढ़ी को स्थानांतरित करिथाय। निहाती भाबरे ता बापा जेजेमा ताको जहा सिखेइले परवर्ती अवस्था रे से भी विवाह बंधन रे बांधी होची, पुनी ता संतान संतति अछंती से समान किछि चिंता धारा देला, किछि संस्कृति सिखेइला। एही प्रक्रिया समाज रो सब अनुष्ठान माध्यम रे सब स्तर रे निरंतर चलिथाय, जहा फल रे एक समाज रो संस्कृति बहु काल पई जीवित रही पारे। बढ़िया से बुझाइ देले। ये होची 4 नंबर पॉइंट हला। तापर कहले, तापर कोन कहले ना संस्कृति एक क्रमवर्धिष्णु प्रक्रिया, पीढ़ी पर पीढ़ी संस्कृति रो नवीकरण चली थाए। संस्कृति जे पड़ी गला पुराना हेई गला आ हबनी ये हबनी सी हबनी सेटा नुह। संस्कृति सबले नूतनता आड़ को जाई थाए, तार नूतनता पीढ़ी पर पीढ़ी बदली थाए। जेमिति परिवार रे पीढ़ी पर गोटे पीढ़ी पर आ गोटे पीढ़ी हेस्ता, आ गोटे पीढ़ी पर आ गोटे पीढ़ी हेस्ता, सेही भली
ସଂସ୍କୃତିର ମଧ୍ୟ ନବୀକରଣ ହେଇଥାଏ। ପ୍ରଚଳିତ ପ୍ରଥା ପରମ୍ପରା ଚିନ୍ତାଧାରା ସହିତ ନୂତନ ପ୍ରଥା ଚିନ୍ତାଧାରା ଆଜି ଯୋଡି ହୋଇ ଚାଲିଥାଏ। ସମାଜ ସମୟର ଆବଶ୍ୟକତା ଅନୁଯାୟୀ ସଂସ୍କୃତିର ପରିସୀମାରେ ବୃଦ୍ଧି ଘଟିଥାଏ। ଏହା ସେହି ସଂସ୍କୃତିକୁ ବଜାୟ ରଖିବା ସହିତ ବ୍ୟକ୍ତି ଓ ସମାଜର ବହୁବିଧ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇଥାଏ। ବଢିଆ କଥା ସେ ବୁଝେଇଲେ। ତାହେଲେ ଇଏ ହଉଛି କଣ? ସଂସ୍କୃତି ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟା। ଇଏ ହଉଛି ପଞ୍ଚମ ବା 5 ନମ୍ବର ଲକ୍ଷଣ। 6 ନମ୍ବର କଣ କହିଲେ? କହୁଛନ୍ତି ସଂସ୍କୃତି ପରିବର୍ତ୍ତନଶୀଳ। ନିହାତି ସଂସ୍କୃତି କେଉଁ କାଳରୁ ବହି ଚାଲିଥିବା ନଦୀଟିଏ ପରି। ଏହାକୁ ଆବଦ୍ଧ କରି ରଖିଲେ ଏହା ସମାଜ ପାଇଁ ଅନାବଶ୍ୟକ ହୋଇପଡେ। ତେଣୁ ସମୟ ସ୍ରୋତରେ ସଂସ୍କୃତି ସବୁ ନୂତନତାକୁ ସାଥିରେ ଧରି ଆଗକୁ ବଢେ। ବଢିଆ କଥା ସେ କହିଲେ ପ୍ରବାହମାନ ଧାରା ଯେମିତି ନଦୀଟିଏ ପ୍ରବାହମାନ ଧାରାରେ ବହି ଚାଲିଥାଏ, ସଂସ୍କୃତି ଠିକ ସେଇଭଳି। କେଉଁ ପୁରାତନ କାଳରୁ ସଂସ୍କୃତି ରହି ଆସିଛି ତାର ଠିକ ଚିନ୍ତା କରୁନ। ଦେଖ କାହିଁକି ମୁଁ କହିଲି ପ୍ରବାହମାନ ଧାରା? ପୂର୍ବ ଜମାନାରେ ସଂସ୍କୃତି ବୁଲିବାକୁ ଗଲେ ନା, ସେ କ୍ଷେତ୍ରରେ ସଂସ୍କୃତି ଅଲଗା ଥିଲା। ନାରୀଟିଏ ବିବାହ ବନ୍ଧନରେ ବାନ୍ଧି ହଉଥିଲା, ନଇଁ ନଇଁ ଚାଲୁଥିଲା, ତାର ବିଭିନ୍ନ ପ୍ରକାରର ପଦ୍ଧତି ଥିଲା, ସେ ପଦ୍ଧତି ସବୁ ପାଳନ କରାଯାଉଥିଲା। ଆଗରୁ ନାରୀଟିଏ ବିବାହ ବନ୍ଧନରେ ବାନ୍ଧି ହଉଥିଲା। ଆଗରୁ ବିବାହ ବନ୍ଧନରେ ବାନ୍ଧି ହେଲେ ନାରୀର ଅଙ୍ଗ ଭୂଷଣ ଅଳଙ୍କାର ସବୁ ବିଭିନ୍ନ ପ୍ରକାରର ଅଳଙ୍କାର ସବୁ ଥିଲା। ଏବେ ତ ସବୁ ସେସବୁ ଜିନିଷ ନାହିଁ ନା। ଏବେ ଆଗ ମାନେ ପୂର୍ବ ଜନ୍ମର କଥା କହିଲେ ଶାଶୁ ଶ୍ୱଶୁରଙ୍କର ନାଁ କେହି ଧରୁ ନଥିଲେ। ଏବେ ତ ସବୁ କିଛି ଚାଲୁଛି। ତେଣୁକରି ପିଢି ପରେ ପିଢିର ପରିବର୍ତ୍ତନ ହେଇଛି, ସଂସ୍କୃତି ବି ପରିବର୍ତ୍ତନ ହଉଛି। ଯୋଉ ପିଢିଟା ପରିବର୍ତ୍ତନ ହେଇଛି ସେଇଟା ଗୋଟେ ସଂସ୍କୃତି, ଯୋଉଥିପାଇଁ କି ପରିବର୍ତ୍ତନ ହେଇଛି। ଯଦି ଆମେ ତାକୁ କହିବା ସେ ସଂସ୍କୃତି ଥିଲା, ଆମେ ତାକୁ ସେଇ ସଂସ୍କୃତିକୁ ବଜାୟ କରିକି ରଖିବା ଗୋଟେ ଅନାବଶ୍ୟକ ହେଇପଡିବ, ଗୋଟେ ପୁରାତନ ଜିନିଷ ହେଇଯିବ, ଆଉ ନୂତନତା କିଛି ସୃଷ୍ଟି ହବ ନାହିଁ। ତେଣୁ ସମୟ ସ୍ରୋତରେ ସଂସ୍କୃତି ସବୁ ନୂତନତାକୁ ସାଥିରେ ଧରି ଆଗକୁ ବଢେ। ବାଧା ପ୍ରତିରୋଧ ସତ୍ତ୍ୱେ ବି ସଂସ୍କୃତି ଏକ ନିର୍ଦ୍ଦିଷ୍ଟ ବିଚାରବୋଧର ବେଷ୍ଟିନୀରେ ବହୁ କାଳ ପାଇଁ ବାନ୍ଧି ହୋଇ ରହିପାରେ ନାହିଁ। ତେଣୁ ସଂସ୍କୃତି ନିତ୍ୟ ନିରନ୍ତର ପରିବର୍ତ୍ତନଶୀଳ। ଆମେ ଆମ ଭାରତୀୟ ସମାଜକୁ ନିକଟରୁ ନିରୀକ୍ଷଣ କଲେ ଜାଣିପାରିବା ଯେ ଯୁଗ ଯୁଗ ଧରି କେଉଁ ଆବହମାନ କାଳରୁ ସଂସ୍କୃତି ତା ମଧ୍ୟରେ କେତେ ନୂତନ ଚିନ୍ତାଧାରା ଭାବନା ପ୍ରଥା ଆଦିକୁ ସ୍ଥାନ ଦେଇଛି। ମନୁଷ୍ୟ ଯେହେତୁ ବିଚାର ବୁଦ୍ଧି ସମ୍ପନ୍ନ ପ୍ରାଣୀ, ସେଥିପାଇଁ ସେ ଯେ କୌଣସି ପରିବର୍ତ୍ତିତ ପରିସ୍ଥିତିରେ ପ୍ରକୃତି ଓ ପରିବେଶ ସହିତ ଖାପ ଖୁଆଇ ଚଳିବା ପାଇଁ ବାଧ୍ୟ ହୋଇଥାଏ। ନିହାତି ଭାବରେ ମଣିଷ ବହୁତ ବିଚାରଧାରା ଅଛି, ମଣିଷ ପାଖରେ ବୁଦ୍ଧି ବି ଅଛି। ଏଇ ମଣିଷ ଆଜି ବୈଜ୍ଞାନିକ, ଏଇ ମଣିଷ ଆଜି ଭିକାରୀ, ଏଇ ମଣିଷ ଆଜି ବିଭିନ୍ନ ପ୍ରକାରର କ୍ଷେତ୍ରରେ ଯାଇକି ପାଦ ଦଉଛନ୍ତି। ତେଣୁକରି ମଣିଷ ପାଖରେ ବିଚାରଧାରା କରିବାର କ୍ଷମତା ଅଛି, ମାନେ ବୁଦ୍ଧି ଅଛି, ମାନେ ନିହାତି ଭାବରେ ସେ ପରିବର୍ତ୍ତନ କରିବାର କ୍ଷମତା ବି ତା ପାଖରେ ଅଛି। ସଂସ୍କୃତି ସେ ନୂତନ ସଂସ୍କୃତି ତିଆରି କରିବାର ଚିନ୍ତାଧାରା ତା ପାଖରେ ଅଛି। ପ୍ରଥା ପରମ୍ପରାକୁ ବଦଳେଇବାର ଚିନ୍ତାଧାରା ବି ତା ପାଖରେ ଅଛି, ଯୋଉଥିପାଇଁ କି ସଂସ୍କୃତି ହଉଛି ସବୁବେଳେ ପରିବର୍ତ୍ତନଶୀଳ। ଇଏ ହଉଛି 6 ନମ୍ବର ଲକ୍ଷଣ। 7 ନମ୍ବରରେ କଣ ଆସିଲା ନା ସଂସ୍କୃତି ବିବିଧ ଆବଶ୍ୟକତାକୁ ପୂରଣ କରିଥାଏ। ନିହାତି କେତେ ସୁନ୍ଦର କଥା ସେ କହିଲେ। ମନୁଷ୍ୟ ତାର ଭୌତିକ ଓ ଅଭୌତିକ ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରେ। ଭୌତିକ ଆବଶ୍ୟକତା ଯେମିତି ଖାଦ୍ୟ, ବସ୍ତ୍ର, ବାସଗୃହ, ଯନ୍ତ୍ରପାତି, ଯାନ ଏବଂ ଅଭୌତିକ ଆବଶ୍ୟକତା ଯେମିତି ସ୍ନେହ, ପ୍ରେମ, ସ୍ୱୀକାରୋକ୍ତି, ବନ୍ଧୁତ୍ୱ ଇତ୍ୟାଦି ପାଇଁ ସଂସ୍କୃତି ମାର୍ଗଦର୍ଶକ ପରି କାମ କରେ। ମାନେ ମୌଳିକ ଆବଶ୍ୟକତା ସହିତ ଶୈକ୍ଷିକ, ଆର୍ଥିକ, ରାଜନୈତିକ ତଥା ଅନ୍ୟାନ୍ୟ ସାମାଜିକ ଆବଶ୍ୟକତା ପୂର୍ତ୍ତି ପାଇଁ ସଂସ୍କୃତି ଉପରେ ନିର୍ଭର କରାଯାଇଥାଏ। ଅର୍ଥାତ୍ ସଂସ୍କୃତି ସେସବୁକୁ ବିବିଧ ଅଭିଳାଷକୁ ପୂରଣ କରିବା ପାଇଁ ଉଚିତ ପଥ ଜ୍ଞାନ ଉତ୍ସ ଦେଖାଇଥାଏ। ତେଣୁ ସଂସ୍କୃତି ସମାଜର ପାର୍ଥିବ ଅପାର୍ଥିବ ଭାଗବତ ଆବଶ୍ୟକତାରୁ ପୂରଣ କରିବାରେ ସାହାଯ୍ୟ କରେ। ସ୍ନେହ, ପ୍ରେମ, ବନ୍ଧୁତ୍ୱ ସବୁ କିଛି ଜିନିଷକୁ ସଂସ୍କୃତି ଆପଣେଇ ନେଇଥାଏ। ତମର ପାର୍ଥିବ ହଉ ଅପାର୍ଥିବ ହଉ, ଅର୍ଥାତ୍ କଣ ନା ପାର୍ଥିବ ବୁଝିବାକୁ ଗଲେ ଜୀବନ୍ତ, ଅପାର୍ଥିବ କହିଲେ ଧର ମୃତ୍ୟୁ। ସବୁ କ୍ଷେତ୍ରରେ ସଂସ୍କୃତି ସବୁ କ୍ଷେତ୍ରରେ ଜ୍ଞାନକୁ ସେ ନବ, ସବୁ ପଥକୁ ସେ ଉଚିତ ପଥକୁ ଦେଖେଇବ। ଆଗକୁ ବଢିବାର କ୍ଷମତା ଏଇ ସଂସ୍କୃତି ହିଁ ଦବ। ଇଏ ଗଲା 7 ନମ୍ବର ଲକ୍ଷଣ। 8 ନମ୍ବର ଲକ୍ଷଣ ସେ କଣ କହିଲେ ନା ସଂସ୍କୃତି ଏକ ଧାରାବାହିକ ପ୍ରକ୍ରିୟା। ଭାବ କଲଚର ଇଜ କଣ୍ଟିନ୍ୟୁଅସ୍ ପ୍ରୋସେସ। ନିହାତି ଭାବରେ ବଢିଆ କଥା ସେ ଲେଖିଲେ। ସଂସ୍କୃତି ଧାରାର ବିରାମ ନାହିଁ। ସଂସ୍କୃତି ଯେ କେବେ ବିଶ୍ରାମ ନବ, ସଂସ୍କୃତି ଯେ କେବେ ବନ୍ଦ ହେଇଯିବ, ଏହା କେବେ ହେଇପାରିବ ନାହିଁ। ତ ଏହା ସର୍ବଦା କ୍ରିୟାଶୀଳ ଆଉ ଚଳଚଞ୍ଚଳ, ସବୁବେଳେ ଚାଲିବ। ସେ ସବୁବେଳେ ଚାଲିବ, ଜାଣତରେ ହଉ କିମ୍ବା ଅଜାଣତରେ ହଉ, ଯେତେବେଳେ ହଉ, ସବୁ କ୍ଷେତ୍ରରେ ସେ ଚାଲିବ। ଆମେ ସାଂସ୍କୃତିକ ପ୍ରବାହର ଅଂଶ ବିଶେଷ ହୋଇଥାଏ। କାହିଁ କେଉଁ ପ୍ରାଚୀନ କାଳରୁ ଏ ପର୍ଯ୍ୟନ୍ତ ସଂସ୍କୃତି ସମାଜର ଆଧାର ରହି ଆଗକୁ ଯିବା ପାଇଁ ପଥ ଦର୍ଶାଇଛି। ସାଂସ୍କୃତିକ ଆଧାର ବିନା ସାମାଜିକ ଜୀବନ ଅସମ୍ଭବ। ତେଣୁ ଏହା ଏକ ଧାରାବାହିକ ପ୍ରକ୍ରିୟା। ନିହାତି ଭାବରେ ତାକୁ ଅଟକେଇ ପାରିବେନି କେହି ସଂସ୍କୃତିକୁ। ଯଦି ମଣିଷର ପିଢି ପରେ ପିଢି ପରିବର୍ତ୍ତନ ହଉଛି, ସେଭଳି ସଂସ୍କୃତି ପରେ ସଂସ୍କୃତିର ପରିବର୍ତ୍ତନ ଘଟୁଛି। ଇଏ ହଉଛି ସଂସ୍କୃତିର ଲକ୍ଷଣ। ଦ୍ୱିତୀୟ ଆସିଲା ସଂସ୍କୃତିର ପ୍ରକାର ଭେଦ। କଣ ଆସିଲା ନା WF ଅକବରଙ୍କ ମତରେ ସଂସ୍କୃତି 2 ପ୍ରକାର, ଗୋଟେ ଭୌତିକ, ଗୋଟେ ଅଭୌତିକ। ଭୌତିକ କହିଲେ କଣ ନା ଭୌତିକ ସଂସ୍କୃତି କହିଲେ ଆଖିକୁ ଦେଖାଯାଉଥିବା ଛୁଇଁ ହେଉଥିବା ପଦାର୍ଥକୁ ନେଇ ଗଠିତ, ଯାହା ଆମେ ଦୈନନ୍ଦିନ ଜୀବନର ଅଂଶ ବିଶେଷ। ଉଦାହରଣ ଯାନବାହନ ହଉ, କଳକାରଖାନା ହଉ, ବହି ଖାତା, ଟେଲିଭିଜନ ଇତ୍ୟାଦି। ଆଉ ଅଭୌତିକ କହିଲେ କଣ ନା ସେଇ ଉପାଦାନ ଯାହା ଅମୂର୍ତ୍ତ ବା ସ୍ପର୍ଶହୀନ, ଯାହାକୁ ଆମେ ଦେଖିପାରିବାନି। ଯେମିତି ତମାନଙ୍କର ସ୍ନେହ, ପ୍ରେମ, ବିଶ୍ୱାସ, ଜ୍ଞାନ, ବିଚାରଧାରା, ଧର୍ମ, ଏସବୁ
ଚିନ୍ତାଧାରା ଭାବନା ଅନୁଭବ କରିବା କେବଳ କେବଳ ଆମେ ଅନୁଭବ କରିପାରିବା ଆମେ ହାତ ଯୋଡିକି ପ୍ରଭୁଙ୍କୁ ପ୍ରାର୍ଥନା କରିକି ଅନୁଭବ କରିବା ହଁ ହୁଏତ ମୋ ପ୍ରଭୁ ଅଛି ମୋ ପାଖରେ ଆମେ ଅନୁଭବ କରୁଛନ୍ତି ଆମେ ତ ଦେଖିପାରୁନାହାନ୍ତି ଯୋଉଟା ଆମେ ଅନୁଭବ କଲେ କିନ୍ତୁ ଯୋଉଟା ଛୁଇଁ ପାରିଲେ ଦେଖିପାରିଲେ ସେଇଟା ହେଲା ଭୌତିକ ଯିଏ କହୁଛନ୍ତି WF ଅଗୱାର ଏକଥା ସେ କହିଲେ ସଂସ୍କୃତି ଦି ପ୍ରକାର ଗୋଟେ ଭୌତିକ ଗୋଟେ ଅଭୌତିକ ଗୋଟେ ମେଟେରିଆଲ ଆଉ ଗୋଟେ ନନ୍ ମେଟେରିଆଲ ଥରେ ଭାବ କେତେ ସୁନ୍ଦର କଥା ସେ ବୁଝାଉଛନ୍ତି ଏଠି ଏହି ପରିପ୍ରେକ୍ଷୀରେ ଅକବର ଆଉ ଏକ ତତ୍ତ୍ୱ ପ୍ରତିପାଦନ କଲେ ତାହା ହେଲା ସାଂସ୍କୃତିକ ବିଲମ୍ବନ କଲଚର ଲେକ୍ ତାଙ୍କ ମତରେ ଭୌତିକ ସଂସ୍କୃତିର ପରିବର୍ତ୍ତନ ଅଭୌତିକ ସଂସ୍କୃତି ତୁଳନାରେ ଦ୍ରୁତ ବେଗରେ ହୋଇଥାଏ ବୁଝେଇଲେ କହିଲେ ଅଭୌତିକ ସଂସ୍କୃତି ଠାରୁ ଭୌତିକ ସଂସ୍କୃତିର ପରିବର୍ତ୍ତନ କ୍ଷିପ୍ରତର ବେଗରେ ବଢିଥାଏ ତେଣୁ ଗୋଟିଏ ପଟ ପରିବର୍ତ୍ତନ ଅତି ଶୀଘ୍ର ହେଲା ବେଳେ ଅନ୍ୟ ପଟେ ଏହି ପରିବର୍ତ୍ତନ ବିଳମ୍ବରେ ହୋଇଥାଏ ନିହାତି ହୁଏ ଦେଖ ଗୋଟେ ଜିନିଷକୁ ଛୁଇଁବା ଦେଖିବା ଜାଣିବା ଆମେ ତାକୁ ତିଆରି କରିବା ଯେମିତି ହେଇଥାଏ ସ୍ନେହ ପ୍ରେମ ବିଚାରଧାରା ଜଣକୁ ଆଦରି ନେବା ଜଣକୁ ଆପଣେଇ ନେବା ସେତେ ଶୀଘ୍ର ହେଇନଥାଏ ଠିକ ନା ଭୁଲ ଠିକ ମ୍ୟାମ୍ ତାହେଲେ ବଢିଆ କଥା ସେଥିପାଇଁ ସେ କହିଲେ ଭୌତିକ ସଂସ୍କୃତି ପରିବର୍ତ୍ତନ ଅଭୌତିକ ସଂସ୍କୃତି ତୁଳନାରେ ଦ୍ରୁତ ବେଗରେ ହୋଇଥାଏ ତେଣୁ ଗୋଟିଏ ପଟ ପରିବର୍ତ୍ତନ ଅତି ଶୀଘ୍ର ହେଲା ବେଳେ ଅନ୍ୟ ପଟେ କମ ବିଳମ୍ବରେ ହେଇଥାଏ ସେଟା ତେଣୁ ଏଇ ଭୌତିକ ସଂସ୍କୃତି ଓ ଅଭୌତିକ ସଂସ୍କୃତି ମଧ୍ୟରେ ଯେଉଁ ବ୍ୟବଧାନ ଦେଖାଯାଇଥାଏ ତାହାକୁ ସାଂସ୍କୃତିକ ବିଲମ୍ବନ କୁହାଯାଏ କିଏ କହିଲେ ଅକବର କହିଲେ ଦିଟା ସଂସ୍କୃତି ଗୋଟେ ହଉଛି ଭୌତିକ ଗୋଟେ ଅଭୌତିକ ଭୌତିକ କହିଲେ ଯୋଉଟା ଆମେ ଦେଖିପାରୁଛନ୍ତି ଛୁଇଁ ପାରୁଛନ୍ତି ଜାଣିପାରୁଛନ୍ତି ଅଭୌତିକ କହିଲେ ଯୋଉଟା କେବଳ ଆମେ ଅନୁଭବ କରୁଛନ୍ତି କିନ୍ତୁ ସେଇ ଅଭୌତିକ ଭୌତିକ ଭିତରେ ଭୌତିକଟା କ୍ଷିପ୍ରତର ଆଗକୁ ଯାଇଥାଏ ଅଭୌତିକଟା ଟିକେ ତଳକୁ ରହିଯାଇଥାଏ ହେଲା ଯୋଉଥିପାଇଁ କି ସଂସ୍କୃତି ଭିତରେ ସାଂସ୍କୃତିକ ବିଲମ୍ବନ ଦେଖାଯାଇଥାଏ ବା ସାଂସ୍କୃତିକ ବ୍ୟବଧାନ ଟିକେ ଦେଖିବାକୁ ମିଳିଥାଏ ଉଦାହରଣ ସ୍ୱରୂପ ଶିଳ୍ପାୟନର ଦ୍ରୁତ ଅଭିବୃଦ୍ଧି ସହିତ ଶିକ୍ଷାରେ ମଧ୍ୟ ଗୁଣାତ୍ମକ ପରିବର୍ତ୍ତନ ଆସିବା ଦରକାର କିନ୍ତୁ ଯଦି ତା ନ ହୁଏ ତେବେ ସମାଜ ବହୁବିଧ ସମସ୍ୟା ଆହ୍ୱାନରେ ଘେରି ହୋଇ ପଡେ ତାହା ଏପରି ଏକ ନିଷ୍ଫଳ ପଙ୍ଗୁ ସମାଜ ସୃଷ୍ଟି କରେ ଯାହାକୁ ଅକବରଙ୍କ ଭାଷାରେ ସାଂସ୍କୃତିକ ବିଲମ୍ବନ କୁହାଯାଏ ନିହାତି ଯଦି ଶିଳ୍ପାୟନ ଦ୍ରୁତ ଅଭିବୃଦ୍ଧି ସହିତ ଆଗକୁ ଯାଉଛି ତାହେଲେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁଣାତ୍ମକ ପରିବର୍ତ୍ତନ ଆସିବା ନିତ୍ୟାନ୍ତ ଜରୁରୀ ଶିକ୍ଷାକୁ ମଧ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ଯଦି ସେଇଟା ନ କରାଯିବ ତାହେଲେ ସେଠି କଣ ହବ ନିଷ୍ଫଳ ହେଇଯିବ ସେ କାମ ସଫଳତା ଆଗକୁ ଯିବ ନାହିଁ ପଙ୍ଗୁ ପାଲଟିଯିବ ସମାଜ ଯିଏ ସୃଷ୍ଟି କରିଛି ନା ଶିଳ୍ପାୟନକୁ ଯୋଉ ଆଗକୁ ବଢିବାର କ୍ଷମତା ଯିଏ ଦେଇଛି ନା ଯଦି ସେଇଟା ଆମର ସକ୍ସେସଫୁଲ ନହେଲା ଶିକ୍ଷା କ୍ଷେତ୍ରରେ ସେଇଟା ଯଦି ଅଭିବୃଦ୍ଧି ନ ଘଟିଲା ଗୋଟେ ପରିବର୍ତ୍ତନର ଧାରା ନଦେଲା ତାହେଲେ ନିହାତି ଭାବରେ ସେ ଜାଗାଟା ପଙ୍ଗୁ ହେଇଯିବ ଅସହାୟ ହୋଇ ପଡିବ ସେ କ୍ଷେତ୍ରରେ କିଛି କରିବାର କ୍ଷମତା ଆମକୁ ଦେଖିବାକୁ ମିଳିବନି ଯୋଉଟା କି ଅକବର ଆମକୁ ବୁଝାଉଛନ୍ତି ସଂସ୍କୃତିର ବହୁବିଧ ଦିଗ ରହିଛି ଆବାହମାନ କାଳରୁ ଏ ପର୍ଯ୍ୟନ୍ତ ଭଲ ଭାବରେ ନିରୀକ୍ଷଣ କଲେ ସଂସ୍କୃତିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଦେଖ ଗୋଟେ ହାଇ କଲଚର ଗୋଟେ ପପୁଲାର କଲଚର ଗୋଟେ ଫ୍ଲକ୍ କଲଚର ଗୋଟେ ଅଭିଜାତ ସଂସ୍କୃତି ଗୋଟେ ଜନପ୍ରିୟ ସଂସ୍କୃତି ଗୋଟେ ଲୋକ ସଂସ୍କୃତି ହାଇ କଲଚର ଅଭିଜାତ ସଂସ୍କୃତି କହିଲେ କଣ ବୁଝିବା ଦେଖ ବଢିଆ କଥା ସେ ଲେଖିଛନ୍ତି କହିଲେ ସର୍ବପ୍ରଥମେ ଭିକ୍ଟୋରିଆନ ଯୁଗର ଇଂରାଜୀ ସମାଲୋଚକ କବି ମାର୍ଥ୍ୟୁ ଆର୍ନଲ୍ଡ ତାଙ୍କର କୃତି ହେଲା 1869 ଉଚ୍ଚ ସଂସ୍କୃତି ବା ଅଭିଜାତ ସଂସ୍କୃତି ବା ହାଇ କଲଚର ସମ୍ପର୍କରେ ଅବଗତ କରାଇଲେ କଲଚର ଆଣ୍ଡ ଆନାର୍ଚି ଥରେ ଭାବ ମାର୍ଥ୍ୟୁ ଆର୍ନଲ୍ଡ ଛୋଟିଆ ଲୋକ ନୁହଁ ସିଏ ଅବଗତ କରୁଛନ୍ତି 1869 ମସିହାରେ ସେ ବୁଝାଉଛନ୍ତି ସେମାନେ ସର୍ବପ୍ରଥମେ ସେ ଜଣ ହଉଛନ୍ତି ଇଂରାଜୀ ସମାଲୋଚକ ଗୋଟେ ଭିକ୍ଟୋରିଆନ ଯୁଗର ଇଂରାଜୀ ସମାଲୋଚକ ସିଏ ଥରେ ଭାବ ତାଙ୍କ ମତରେ ଏହା ଏକ ଉଚ୍ଚତର ରାଜନୈତିକ ନୈତିକ ମୂଲ୍ୟବୋଧକୁ ବୁଝାଏ ଏହା ମଧ୍ୟ ସାହିତ୍ୟ କଳା ସଙ୍ଗୀତରେ ଉତ୍ସର୍ଗ ପ୍ରଦାନ କରିପାରେ ସେ ସମୟରେ ଧନୀ ଓ ପ୍ରତିପଦୀ ଯୋଉମାନେ ରହିଲେ ମାନେ ଉଚ୍ଚ ଶ୍ରେଣୀର ଲୋକ ସମ୍ପନ୍ନ ବ୍ୟକ୍ତି ମାନେ କଳା ସଂସ୍କୃତି ପ୍ରତି ଅନୁରକ୍ତ ଥିବାର ଦେଖାଯାଏ ଏହା କେବଳ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷ ପାଖରେ ସୀମିତ ଥିଲା ସେ ବୁଝାଉଛନ୍ତି କହୁଛନ୍ତି ହାଇ କଲଚର ଯଦି ଆମେ ବୁଝିବା ନା ଉଚ୍ଚ ଶ୍ରେଣୀର କଲଚର ବା ଉଚ୍ଚ ଶ୍ରେଣୀର ସଂସ୍କୃତି ଯଦି ଆମେ ଜାଣିବାକୁ ଯିବା ନା ସେଇଟା କେବଳ ଅଭିଜାତ ଲୋକମାନଙ୍କର ଥିଲା ଯୋଉମାନେ ଧନୀ ଅଛନ୍ତି ପ୍ରତିପତି ରାଜା ରାଜୁଡାଙ୍କ ସମୟରେ ସେଇଟା ଆମେ ଦେଖିବାକୁ ପାଉଥିଲୁ ହୁଏତ ଅନ୍ୟ କାହା ପାଖରେ ନଥିଲା ବିଶେଷ ଭାବରେ ଉଚ୍ଚ ବର୍ଗର ତାଙ୍କର ହିଁ ଥିଲା ଯୋଉଟାକୁ ଆମେ କହିଲେ କଣ ଅଭିଜାତ ସଂସ୍କୃତି ଜନପ୍ରିୟ ସଂସ୍କୃତି କହିଲେ କଣ ପପୁଲାର କଲଚର ବା ମାସ୍ କଲଚର ଯୋଉଟା କି ଆମେ କହିବା ଜନପ୍ରିୟ ସଂସ୍କୃତି ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆଦୃତ ଲାଭ କରିଥିଲା ଏହା ସାଧାରଣତଃ ବହୁ ଲୋକମାନଙ୍କ ଦ୍ୱାରା ପ୍ରଚଳିତ ରୀତିନୀତି ରୁଚି ଓ ଜୀବନଶୈଳୀକୁ ବୁଝାଏ ଗଣମାଧ୍ୟମରେ ଗୁରୁତ୍ୱ ବଢିବା ସହିତ ଜନପ୍ରିୟ ସଂସ୍କୃତିର ପ୍ରଚାର ଓ ପ୍ରସାର ମଧ୍ୟ ବଢି ଚାଲିଲା ଶିଳ୍ପାୟନ ସହରୀକରଣ ଲୋକମାନଙ୍କ ମଧ୍ୟରେ ଏକ ବିଶେଷ ରୁଚିକୁ ଜନ୍ମ ଦେଲା ଏହା ଚିତ୍ତ ବିନୋଦନ ପ୍ରକ୍ରିୟା ଠାରୁ ଆରମ୍ଭ କରି ବନ୍ଧନ କଳା ଚିତ୍ତ ବିନୋଦନ ଅବସର ବିନୋଦନ ଖେଳକୁଦ ଗୀତ ସଙ୍ଗୀତ ନୃତ୍ୟ ଆଦି ବିବିଧ ବିଭାଗରେ ଏକ ସ୍ୱତନ୍ତ୍ର ଲୋକପ୍ରିୟ ରୁଚିକୁ ପରିପ୍ରକାଶ କଲା ମୁଖ୍ୟତଃ ଜନପ୍ରିୟ ସଂସ୍କୃତିର ପ୍ରଚାର ଓ ପ୍ରସାର ଜଗତୀକରଣ ଆର୍ଥିକ ଉଦାରୀକରଣ ପ୍ରକ୍ରିୟା ମାଧ୍ୟମରେ ଅଧିକରୁ ଅଧିକ ବିକଶିତ ହେବାକୁ ଲାଗିଲା ବର୍ତ୍ତମାନ ଭାରତୀୟ ସମାଜରେ ବଲିଉଡ ସଂସ୍କୃତି ଏଭଳି ଏକ ଜନପ୍ରିୟ ସଂସ୍କୃତିର ଉଦାହରଣ ଅଟେ ବୁଝିଲେ କହିଲେ ଜନପ୍ରିୟ ସଂସ୍କୃତି ବା ପପୁଲାର କଲଚର କହିଲେ ନିଜେ ନିଜକୁ ପପୁଲାରିଟି କରିବା ବା ନିଜେ ନିଜେ ଆଗକୁ ବଢିବା ରୀତିନୀତି ଚାଲିଚଳନ ନେଇକି ଆଗକୁ ବଢିବା ଜନପ୍ରିୟ ସଂସ୍କୃତି ଜନସାଧାରଣଙ୍କ ଦ୍ଵାରା ଗଢି ଉଠିଲା ଯୋଉ ଜିନିଷଟା ସେଇଟା ହେଲା ଜନପ୍ରିୟ ସଂସ୍କୃତି ସେ ବୁଝାଇ ଦେଲେ କଳା ହଉ ଚିତ୍ତ ବିନୋଦନ ହଉ ଅବସର ବିନୋଦନ ହଉ ଗୀତ ନୃତ୍ୟ ଖେଳକୁଦ ସବୁ କିଛି କ୍ଷେତ୍ରରେ ପିଲାମାନେ ଆଗକୁ ଗଲେ
ସ୍କୁଲରେ ପିଲାମାନେ ପାଠ ପଢିଲେ ଖେଳ ଗୋଟେ ବିଭାଗ ଆସିଲା ଖେଳ ବିଭାଗରେ ଯାଇ ସ୍ଥାନ ଦେଲେ, ସଙ୍ଗୀତ ବିଭାଗ ଆସିଲା ସଙ୍ଗୀତ ବିଭାଗର ସ୍ଥାନ ଦେଲେ, ନୃତ୍ୟ ବିଭାଗ ଆସିଲା ନୃତ୍ୟ ବିଭାଗର ସ୍ଥାନ ଦେଲେ, ଖେଳକୁଦ ସବୁ କ୍ଷେତ୍ରରେ ଯୋଉଟା କି ଜନସାଧାରଣଙ୍କ ଦ୍ଵାରା ଗଢି ଉଠିଲା ସେଇଟା ହେଲା ପପୁଲାର କଲଚର ବା ମାସ କଲଚର, ଲୋକମାନଙ୍କ ଦ୍ଵାରା ସଂଗଠିତ ହେଲା ସେ ଜିନିଷଟା। ତାପରେ କଣ କହିଲେ ଲୋକ ସଂସ୍କୃତି, କହିଲା ଲୋକ ସଂସ୍କୃତି ଯେକୌଣସି ସମାଜର ସାଂସ୍କୃତିକ ପରିଚୟ ବହନ କରେ, ଏହା ସେ ଅମଳର ପାରମ୍ପରିକ ବ୍ୟବସ୍ଥାର ପରିପ୍ରକାଶ ଅଟେ। ପିଢି ପରେ ପିଢି ଏହି ପରମ୍ପରା ଲୋକ ସଂସ୍କୃତି ମାଧ୍ୟମରେ ଆଦୃତ ହେବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳ ବା ସମାଜକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଏହି ଅଲିଖିତ ଏବଂ କଥା ମଧ୍ୟରେ ପ୍ରସାରିତ ହୁଏ। ଲୋକ ସଂସ୍କୃତିର ଚେର ବହୁତ ମଜବୁତ ଓ ଗଭୀର ଥାଏ। ଏହା ସହଜରେ ପରିବର୍ତ୍ତିତ ହୁଏ ନାହିଁ, ଯଦିଓ ସମୟ ସ୍ଥାନ ବିଶେଷରେ ବାହ୍ୟ ଶକ୍ତିର ପ୍ରଭାବରେ କିଛିଟା ପରିବର୍ତ୍ତନ ହୋଇଥାଏ, କିନ୍ତୁ ଏହା ଆଂଶିକ ଅଟେ। ବର୍ତ୍ତମାନ ଜଗତୀକରଣ ପ୍ରଭାବରେ ଲୋକ ସଂସ୍କୃତିର ପରିଚୟ କୌଣସି ଏକ ଅଞ୍ଚଳରେ ସୀମିତ ରହିନାହିଁ, ବରଂ ଦେଶ କାଳ ନିର୍ବିଶେଷ ହୋଇଯାଇଛି। ଲୋକ ସଂସ୍କୃତିର ଫ୍ଲୋକ୍ କଲଚର ଯୋଉଟା କି ଲୋକମାନଙ୍କ ଦ୍ଵାରା ଆଦୃତ ହେଲା। ଓଡିଶାରେ ରଜ ଅଛି, ଓଡିଶାରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ ହଉଛି, ଏ ଆମେରିକାର ହଉନି କି ବ୍ରିଟେନରେ ହଉନି କି ଅନ୍ୟ କୋଉ ଜାଗାରେ ହଉନି, କେବଳ ଲୋକମାନଙ୍କ ଦ୍ଵାରା ଚାଲିଛି ସେ ଜିନିଷଟା। ଇଏ ହଉଛି ତମ ମାନଙ୍କର କଣ କହିଲ ସଂସ୍କୃତିର ଲକ୍ଷଣ ଆଉ ସଂସ୍କୃତିର ବିଭାଗୀକରଣ। ବୁଝିପାରୁଛ ନା ବୁଝିପାରୁନା? ଏତିକି ମୁଁ ଜାଣିବା ପାଇଁ ଚାହୁଁଛି। ଆଜ୍ଞା ମ୍ୟାମ୍ ବୁଝି ହଉଛି ମ୍ୟାମ୍। ତ ଏଇ ଯୋଉ ଜିନିଷଟା ଆଜି ଆମେ ପଢିଲେ ଏଇଟା ହଉଛି କଣ ନା ସଂସ୍କୃତି ଅଧ୍ୟୟନର ସ୍ୱରୂପ ଓ ପରିସର। ନେକ୍ସଟ କ୍ଲାସ ମୁଁ ତମମାନଙ୍କୁ ପଢେଇବି ସଂସ୍କୃତି ସହିତ ସମାଜର କୋଉ ପ୍ରକାରର ମାନେ ଜିନିଷଟା ରହିଛି, ସମାଜ ସଂସ୍କୃତି ପାଇଁ କଣ କରିଛି, ସମାଜ ସହିତ ସଂସ୍କୃତି କେମିତି ଆଗକୁ ବଢିଛି, ତା ସହିତ ତାର ଯୋଉ ରହିଛି କଣ ଯୋଉ ସମ୍ପର୍କତା ସ୍ଥାପନ କରାଯାଇଛି, ଯୋଉ ସମ୍ପର୍କକୁ ନେଇକି ଆଜି ସମାଜ ଆଗକୁ ଯାଇଛି, ସେଇ ଜିନିଷଟା ଆମେ ନେକ୍ସଟ କ୍ଲାସରେ ପଢିବା। ଗୋଟେ ଦିନରେ ତ ସବୁ କିଛି ସମସ୍ୟାର ସମାଧାନ ହେଇଯିବନି, ଆମକୁ ଆସ୍ତେ ଆସ୍ତେ ଯିବାକୁ ପଡିବ ହେଲା। ଆଜି ଯେତିକି କହିଲି ସେତିକି ସମସ୍ତେ ବୁଝିପାରିଲ ନା ବୁଝିପାରିଲ ନାହିଁ, ମୁଁ ସେଇଟା ଟିକେ ଜାଣିବା ପାଇଁ ଚାହୁଁଛି। ଅଲ ପିଲା ଯେତେ ଜଣ ବି ପିଲା ଅଛ। ଆଜ୍ଞା ମ୍ୟାମ୍ ବୁଝିଗଲା ମ୍ୟାମ୍। ସେପାଳି ସୌମ୍ୟା ବୁଝିପାରୁଛନ୍ତି, ଆଜ୍ଞା ଅନ୍ୟମାନେ? ଆଜ୍ଞା ମ୍ୟାମ୍ ବୁଝିହଉଛି। ବୁଝିହେଲା ମ୍ୟାଡାମ। ଠିକ ଅଛି, ଧନ୍ୟବାଦ ସମସ୍ତଙ୍କୁ ବି ଜୟ ଜଗନ୍ନାଥ। ବାକି ରହିଲା ତମମାନଙ୍କର ନେକ୍ସଟ ଟପିକ, ଆମେ ପୁଣି ଥରେ ଷ୍ଟାର୍ଟ କରିବା। ଆଜି ଯେହେତୁ ଟିକେ ସମୟର ଟିକେ ଲେଟ୍ ହେଇଛି, 8:45